लक्ष्मी पुराण। नमस्तेस्तु महामाये श्रीपीठेश्वर पूजिते शंख चक्र गदा हस्ते महालक्ष्मी नमस्तुते। नमस्ते गरुडारूढे कोलासुर भयंकरी सर्व पाप हरे देवी महालक्ष्मी नमस्तुते। सर्वज्ञ सर्ववरदे सर्वदुष्ट भयंकरी सर्वदुःख हरे देवी महालक्ष्मी नमस्तुते। सिद्धि बुद्धि प्रदे देवी भक्ति मुक्ति प्रदायिनी मंत्रमूर्ते सदा देवी महालक्ष्मी नमस्तुते। आद्यंतरहिते देवी आद्य शक्ति माहेश्वरी जोगे जो जोग संभूते महालक्ष्मी नमस्तुते। स्थूल सूक्ष्म महारुद्रे महाशक्ति महोदरे महापाप हरे देवी महालक्ष्मी नमस्तुते। पद्मासन स्थिते देवी परम ब्रह्म स्वरूपिणी परमेष्टि जगन्माता महालक्ष्मी नमस्तुते। श्वेतांबरधरे देवी नानालंकार भूषिते जगस्थिते महामाया महालक्ष्मी नमस्तुते। महालक्ष्मीष्टकं स्तोत्रं ज पठेद भक्तिमान्मर सर्वसिद्धिमवाप्नोति राज्यं प्राप्नोति सर्वदा। एककाल पठे नित्यं महापाप विनाशनं द्विकालं ज पठे नित्यं धनधान्यं समन्वितं त्रिकालं ज पठे नित्यं महाशत्रु विनाशनं महालक्ष्मी भवे नित्यं प्रसन्न वरदा शुभा। इतीन्द्रकृतं श्री महालक्ष्मीष्टकं स्तोत्रं सम्पूर्णम्। नमस्ते कमला मागो सागर दुलनी नमस्ते नमस्ते लक्ष्मी विष्णु घरणी नमस्ते कमलालया अति दयावती स्थावर जंगम कीट आदि पालनिते तोर दया बोले मागो दरिद्र नर हुई अचल वित जीर्ण तोर द्रोही जने मागो अर्ण नमीलई जेते अरजिले केवे पेट न पुरई तोहर चरित मन देई शुणई किय बा भक्ति भावे सर्वदा गुणई ताहार दरिद्रपण जाए दूर होई सर्वदा ताकु प्रसन्न हेउ महामाई। एणु तो चरणे मागो अशेष प्रणाम करुछि पुराओ बारे मोर मनस्काम तो चरित किंचित मो करी विरचन जगत जननी बारे दियो दिव्य ज्ञान दिने को नारद पराशर मुनि दुई
ভ্রমি ভ্রমি এক গ্রামে প্রবেশিলে যাই ସେହି ଦିନ ମାର୍ଗଶିର ମାସ ଗୁରୁବାର ପର୍ବ ପଡ଼ିଥିଲା ସର୍ବ ପୁରବାସୀଙ୍କର ପ୍ରତି ଘର ଦ୍ୱାର ଗୋମୟରେ ଲିପା ହୋଇ ଲକ୍ଷ୍ମୀ ପାଦ ପଦ୍ମଚିତା ପଡ଼ିଥିଲା ତହିଁ ନାରୀମାନେ ସ୍ନାନ ସାରି ପିନ୍ଧି ଜିନବାସ ଲକ୍ଷ୍ମୀଙ୍କ ପୂଜାରେ ସର୍ବେ ହୋଇଛନ୍ତି ବଶ ବ୍ରାହ୍ମଣଙ୍କ ଠାରୁ ଯେ ଚଣ୍ଡାଳ ପର୍ଯ୍ୟନ୍ତେ ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତେ ହୁଳହୁଳି ଶବଦରେ ପୂରିଛି ଗଗନ ଦେଖିଏ ଉତ୍ସବ ରୀତି ବିଧାତା ନନ୍ଦନ ପଚାରନ୍ତି ପରାଶର ମୁନିଙ୍କୁ ଦନ୍ତ କହ କହ ତ ପିବର ଏକି ସଚରିତ ବ୍ରାହ୍ମଣ ଚଣ୍ଡାଳ ଆଦି ସମସ୍ତ ଜାତିରେ କରୁଛନ୍ତି କି ଉତ୍ସବ ଆନନ୍ଦ ମତିରେ କେଉଁ ବ୍ରତ କି ଉପାସ ଅଟେ ଏହା ନାମ କାହାକୁ କରନ୍ତି ପୂଜା ତାର କି ନିୟମ ଏହା ଶୁଣି ପରାଶର ହୋଇ ହସ ହସ କହନ୍ତି ବଚନ ଧୀରେ ଶୁଣ ବିଧି ଶିଷ୍ୟ ଏ ଧାନ ମାଣିକା ଗୁରୁବାର ଯେ ଅଟଇ ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତ ଅଟଇ ସବୁ ମାସ ମାନଙ୍କରେ ମାର୍ଗଶିର ସାର ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟ ସେହି ବାର ମାନ ଜାଣ ସବୁଠାରୁ ଆଦ ଗୁରୁବାରଟି ପ୍ରଧାନ ଏକ ଦିନେ ଶୁକ୍ଳ ଦଶମୀ ଗୁରୁବାର ପଡ଼ିଲେ ସୁଦଶା ବ୍ରତ ହୁଏ ସେ ଦିନର ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟଇ ସେ ବ୍ରତ ଏହା କହି ପରାଶର ହେଲେ ମନବ୍ରତ ପୁଣି ତାହାଙ୍କୁ ପୁଛିଲେ ବ୍ରହ୍ମାଙ୍କ କୁମାର ଲକ୍ଷ୍ମୀ ବ୍ରତ କରିଥିଲେ ମର୍ତ୍ତେ କେଉଁ ନର ତହିଁରୁ ସେ କେଉଁ ଶୁଭ ଫଳ ଲଭିଅଛି ଲକ୍ଷ୍ମୀ ଦ୍ରୋହୀ ହୋଇ କରି କେ ଦୁଃଖ ପାଇଛି ଏହା ସବୁ ମୋ ଆଗରେ କହ ତ ପିସାଇ ଶୁଣିବାକୁ ତାହା ଚିତେ ଶ୍ରଦ୍ଧା ଉପଜଇ ନାରଦ ବଚନ ଶୁଣି ପରାଶର ମୁନି କହନ୍ତି ହରସ ଚିତେ ସୁମଧୁର ବାଣୀ ଧନ୍ୟ ହେ ନାରଦ ତୁମ୍ଭେ ପବିତ୍ର ଚରିତ ଲକ୍ଷ୍ମୀ ବ୍ରତ କଥାରେ ଯେ ହୋଇଅଛ ରତ କହୁଅଛି ପୁରାତନ କଥା ଅଛି ଯାହା ହୋଇବ ଆନନ୍ଦ ଜାତ ହୋଇ ଶୁଣିଲେଟି ତାହା ଏକ ଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ କରପତ୍ର ଯୋଡ଼ିନ ତାହାଙ୍କୁ ଜଣାଇଲେ ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ ତୁମ୍ଭେ ଆଜ୍ଞା ଦେଲେ ନଗ୍ର ବୋଲି ଯିବି ମୋହି ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ର ହିଁ ବୋଲିବ ଦଶମୀ ପାଳନା ଅର୍ଣ୍ଣ ବେଗେ ରାନ୍ଧିଦେବ ପ୍ରଭୁଙ୍କ ମୁଖରୁ ମାତ ଏ ମନ୍ତ ଶୁଣିଲେ ବସ୍ତ୍ର ଅଳଙ୍କାର ମାନ ଯତ ନେ ପିନ୍ଧିଲେ ନାସିକାରେ ନବରତ୍ନ ବସଣି ଖଞ୍ଜିଲେ
ଚୌଷରୀ ରତ୍ନମାଳା କଣ୍ଠେ ଲମ୍ବାଇଲେ। କୋରରେ ବାହୁଟି ରମ୍ୟ ବଳୟ କଙ୍କଣ, ସୁନା ସୂତା ମାଣିକ୍ୟ ପଦକ ଆଭରଣ, ବାଜେଣୀ ନୂପୁର ମାତା ପୟରୀ ଖଞ୍ଜିଲେ। ଏପରି ନାନା ଭୂଷଣେ ସୁବେଶ ହୋଇଲେ। ଯେ ବଡ଼ ମାତାଙ୍କ ଅଧିକାର ତିନି ପୁର, ଆଭରଣ କେତେ ମାତ୍ର ଦେବ ପଟାନ୍ତର। ଶୁଣ ହି ନାରଦ ହାୟ ହୋଇ କଚିତ, ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ମାତ। ପ୍ରବେଶ ହୋଇଲେ ଯାଇ ସାଧୁ ହୃଦୁଆରେ, ସାଧବାଣୀ ଉଭା ହୋଇଥିଲା ସେହିଠାରେ। ତାକୁ ଦେଖି ମହାଲକ୍ଷ୍ମୀ କହନ୍ତି ବଚନ, ଶୁଣ ଶୁଣ ସାଧବାଣୀ ହୋଇ ସ୍ଥିର ମନ। ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର, ଲିପା ପୋଛା କରି ନାହୁଁ କିମ୍ପା ଘର ଦ୍ୱାର। ସାଧବାଣୀ ଏହା ଶୁଣି ବୋଲଇ ସେ କ୍ଷଣି, କି ରୂପେ ବ୍ରତ ହୁଏ କାହା ପୂଜା ପୁଣି, ବୁଝାଇ ତା ସବୁ କହ ହେ ନାନୀ ଗୋସାଇଁ। ଅଇଲି ମନକୁ ସେ ବ୍ରତ କରି ମୁଁ କରିବଇଁ। ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ, ଶୁଣ ସାଧବାଣୀ ବ୍ରତ ହୁଏ ବିଧିରେ। ମାର୍ଗଶିର ମାସେ ଯେଉଁ ଆଦ୍ୟ ଗୁରୁବାର, ସେଦିନ ଉଷାରୁ ସେଜ ଛାଡ଼ି ତତବର। ଗୋମୟ ଜଳରେ ଘର ଦୁଆର ଲିପିବ, ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିବ। ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ, ଧୋଇ ଧାଇ କରି ତାକୁ ଶୁଖାଇବ ଆଗେ। ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର, ଚାଉଳକୁ ବାଟି ଚିତା ଲେଖିବ ସମସ୍ତ। ତହିଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ, ଚୌକି ବା ଖଟୁଳିଏ ଆଣିବ ତ୍ୱରିତ। ତାକୁ ଧୋଇ ତା ଉପରେ ଦେବ ନୂଆ ଧାନ, ରଙ୍ଗ କଳା ନହି ହୋଇଥିବ ଶୁକ୍ଳ ବର୍ଣ୍ଣ। ତହୁଁ କିଛି କୁଡ଼ାଇ ଯେ ସେ ନୂଆ ମାଣରେ, ଧାନ ମାଣ ଯେ ପୁରାଇ ରଖିବ ତାପରେ। ସେ ଧାନ ମାଣ ଉପରେ ଗୁଆ ତିନି ଗୋଟିଏ, ହଳଦୀ ପାଣିରେ ତାହା ଧୋଇ ଥୋଇବଟେ। ଶୁକଳ ଧାନର ସିସା ରଖିବେ ଏଣ୍ଟି କରି, ମାଣ ଉପରେ ତାହାକୁ ଥୋଇବ ବିଚାରି। ଗୁଆ ଖୁମୁଳା କଦଳୀରେ ସଜାଡ଼ିବ, ପଟାଦି ରଙ୍ଗ ବସନ ପୁଷ୍ପେ ମଣ୍ଡାଇବ। ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ, ଗନ୍ଧ ପୁଷ୍ପ ଧୂପ ଦୀପ ଆଦି ସମର୍ପିବ। ପ୍ରଥମରେ ବାଳ ଧୂପ, ତାପରେ ଶଙ୍ଖୁଡ଼ି, ଏହିପରି କରିବ ତିନି ଧୂପକୁ ସଜାଡ଼ି। ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି, ସୁଦଶା ବୋଲି ତା ନାମ ଲୋକେ ପ୍ରକଟିଛି। ଶୁକ୍ଳ ଦଶମୀ ହେଲେ ଗୁରୁବାର ଦିନ, ହୋଇ ସୁଦଶା ବ୍ରତ ଶୁଣ ଦେଇ ମନ। ସେଦିନ ଉଷାରୁ ଉଠି ଲିପି ଘର ଦ୍ୱାର, ଝୋଟି ଆଜି ଚିତା ଦେବ ପୂର୍ବ ପରକାର। ସ୍ନାନ ସାରି ଗୃହେ ପଦ୍ମମଣ୍ଡଳ ଲେଖିବ, ତହିଁ ପରେ ଧୋଇ ଏକ ଖଟୁଳି ରଖିବ। ତହିଁ ପରେ ଲକ୍ଷ୍ମୀ ପୂଜା ଗୁଆକୁ ଥୋଇବ, ପଞ୍ଚାମୃତ ଶୁଦ୍ଧ ଜଳେ ସ୍ନାନ କରାଇବ। 10 ଖିଅ ସୂତାରେ ସେ ବ୍ରତେକ କରିବ, ଲକ୍ଷ୍ମୀଙ୍କ ନାମରେ 10 ଗୋଟିଏ ଗଣ୍ଠି ଦେବ। 10 କେରା ଦୁବରେ ସେ ବ୍ରତ ଗୁଡ଼ାଇବ, ମହାଲକ୍ଷ୍ମୀ ଗୁଆ ପାଖେ ତାହାକୁ ଥୋଇବ। କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ, ବ୍ରତ ଡୋର ଆଣି ତହିଁ ଥୋଇବ ବହନ।
ପ୍ରଥମରେ ବାଳ ଧୂପ ନୈବେଦ୍ୟ କରି ତାପରେ ଯା ଭୋଗ ଦେବ ଶୁଣ ହେତୁ କରି ଅରୁଆ ଚାଉଳ ଏକ ମାଣ ତିନ୍ତାଇବ ତାକୁ କୁଟି ଚୁନା କରି ଯତନେ ରଖିବ କଦଳୀ ନଡ଼ିଆ ଛେନା ଆଦି 10 ପୁର ଦେଇ 10 ଗୋଟି ମଣ୍ଡା କରିବ ସତ୍ୱର ମହାଲକ୍ଷ୍ମୀଙ୍କୁ ତା ପୂଜା କରି ଭକ୍ତି ଚିତେ ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁତେ ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ ଏଉ ତାରୁ କଥା ଏକ ମନ ଦେଇ ଶୁଣ ଗୁରୁବାର ଦିନ ଯେଉଁ କଥା ନିବାରଣ ସେ କଥା କହୁଛି ଏବେ ସାଧବାଣୀ ଶୁଣ କେବେ ନ ଭାଜିବ ଖଇ ଗୁରୁବାର ଦିନ ଯେଉଁ ନାରୀ ଗୁରୁବାର ଦିନରେ ଆମିଷ ଭଞ୍ଜଇ ଲୋଭରେ କିବା ନ ପଖାଳେ କେଶ ଭୁଞ୍ଜଇ ଉଚ୍ଚିଷ୍ଟ କିବା ଲଗାଇ ଯେ ତେଳ ମହାଲକ୍ଷ୍ମୀ ତାର ନିଶ୍ଚେ ଭାଙ୍ଗି ବେଟି ଗେଲ ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣଇ ଲାଉରେ ଆମିଷ ଦେଇ ଯେ ଗ୍ରାସ କରଇ ଖୋଟର ଛାୟାରେ ଯେଭୁ କରଇ ଶୟନ ରାତ୍ର କାଳେ ଦଧି ଅନ୍ନ ଯେ କରେ ଭୋଜନ କ୍ଷର ହୁଏ ଯେହୁ ଯାଇ ନାପିତର ଦ୍ୱାରେ ভোজন সময়ে অন্ন পকায় ভূমিরে ভুঞ্জি ন পারিণ ন ফোফড়াই দিয়ে এতে কর্ম যে করে সে লক্ষ্মীକୁ ন পায়ে গুরুবার দিন সকালু যে গোমୟରେ দুয়ার যে নলিপই অলস পণরে চুলিরু ন কাঢ়ি 500 ভক্ষে যে আমিষ এମାନଙ୍କ ଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ ଧନ ଜନ ସବୁ ତାର ଭରଣ କରନ୍ତି ମାଗି ଗଲେ ଅନ୍ନ ବସ୍ତ୍ର କେହି ନ ଦିଅନ୍ତି ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା ঐশ্বর্য সম্পদ পায়ে হুই সুভোগা গুরুবারে যেউ নারী পিলাকু মারই কিবা পাকো হান্ডি ধোই কলা ন ছাড়ই সন্ধ্যা গড়ি গলে যে দেই সন্ধ্যাবতী ধন পুত্র হানি হুয়ে সদা বহু ক্ষতি গুরুবারে যেউ নারী পোড়া দ্রব্য খায়ে শোইবা সজাকু বঙ্কা করিণ বিছায়ে শাশু শ্বশুরଙ୍କୁ ন ମାନଇ যে রমণী উলগ্ন হই শয়ন করে যে
କରଇ ଯେ ପ୍ରାଣୀ। ଅମାବାସ୍ୟା ସଂକ୍ରାନ୍ତିରେ ଯେ ବୁଲାଏ ହଳ, ଏହି ଦିନ ମାନଙ୍କରେ ଘେନଇ ତୈଳ। ସଭାରେ ବସିଣ ଯେ ମାନବ ମିଛ କହି, ଆଳସ୍ୟ ପାଦ ନ ଧୋଇ ଯେ ଭୁଞ୍ଜିବ ଶହେ। କୁଷ୍ମାଣ୍ଡ ଫଳକୁ ଯେହୁ ରମଣୀ କାଟଇ, ଋତୁମତୀ ନାରୀ କି ଯେ ରମଣ କରଇ। କନ୍ୟା ତୁଳା ମାସେ ପିତୃ ସାଧନ କରଇ, କଥା କହୁ କହୁ ସବୁ ବେଳେ ଯେ ହସଇ। ଏମନ୍ତ ମନୁଷ୍ୟ ସଦା ବହୁ କଷ୍ଟ ପାଏ, ଆୟୁ ବୁଦ୍ଧି ନାଶ ହୁଏ ଅନ୍ନ ନ ମିଳଇ। ଗୁରୁବାର ଅମାବାସ୍ୟା ସଂକ୍ରାନ୍ତି ଦିନ, ରଜନୀରେ ସ୍ତ୍ରୀ ପୁରୁଷ କଲେ କ ଭୋଜନ। କିବା ଏହି ତିନି ଦିନ ଯେଉଁ ନାରୀ ମୋହେ, ପୁରୁଷ ସଙ୍ଗରେ ମାତି ଧର୍ମକୁ ନ ଚାହେଁ। ପ୍ରାଣୀ ନାଶ ନ କରିଣ ତାକୁ ଦୁଃଖ ଦେଇ, ବୁଳନ୍ତି ଯେ ଅନ୍ନ ବସ୍ତ୍ର କାହିଁ ନ ମିଳଇ। ଏ ତିନି ଦିନରେ ଯେହୁ ତିକ୍ତ ଦ୍ରବ୍ୟ ଖାନ୍ତି, ଅନ୍ତକାଳେ ଯମଦ୍ୱାରେ ନାନା ଦଣ୍ଡ ପାନ୍ତି। ଏ ତିନି ଦିନ ଯେ ନାରୀ କରଇ ହବିଷ୍ୟ, ଦୁଃଖୀରଙ୍କି ଦେଖି ଦାନ କରଇ ବିଶେଷ। করে লক্ষ্মী ব্রত লক্ষ্মী বারে উপবাস, বঢ়ই তাহার ধন জন আয়ু যশ। সকালু সে জরু উঠি যে মুখ ন ধুয়ে, তা মুখ যে জন দেখে তার শুভ নহে। রাত্র শেষে বাসি সে যে করে শয়ন, তা গৃহকু লক্ষ্মী ত্যাগ করন্তি বহন। আসন বিনা যে ভূমি পরিবসি খায়ে, কিবা যে কুমারী সঙ্গ তোরে কাম মোহে। দক্ষিণ পশ্চিম মুখে যে ভুঞ্জিব শয়ে, এমানঙ্ক পাশু লক্ষ্মী যান্তি দূর হয়ে। সন্ধ্যারে কুণ্ডাই কেশ বান্ধে যে নারী, কেভে ন দেখন্তি লক্ষ্মী তাহার যে শিরি। ভোজন করি যে মুখ শোধন ন করে, ভোজন করই যে হু অন্ধকার ঘরে। স্নান পরে হুই যে তৈল মর্দন, করই যে নখ মনে ভূমি বিদারণ। পিন্ধিথিবা লুগা শেষে যে বিঞ্চি হুই, ইমানঙ্ক বদনকু লক্ষ্মী ন চাহই। ଯେଉଁ ନାରୀ ନିଜ ପତି ଠାରେ ରୋଷ ବହେ, ସ୍ୱାମୀ ଯାହା ବୋଲେ ତାହା ନ କରେ କେବେ। ପର ପୁରୁଷରେ ଯେହୁ ହୋଇଥାଏ ରତ, ପରିଷ୍କୃତ ନହି ହୁଏ ଯେ ନାରୀ କୁଚିତ। ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତେ, କାଙ୍ଗାଳିନୀ ହୋଇବାର ଦ୍ୱାରେ ସେ ବୁଲନ୍ତେ। কলহলসী অতি অপ্রিয় সাহসী, দেব বিপ্র অতিথি নুহই বিশ্বাসী। এপরি নারী যা গৃহী থায়ে সে শ্মশান, লক্ষ্মী সে স্থানকু সদা করন্তি বর্জন। ଯେଉଁ ନାରୀ ଭକ୍ତି ଚିତେ ନ ସେବେ ସ୍ୱାମୀଙ୍କୁ, ସେହୁ ଜନ୍ମେ ଜନ୍ମେ ହୁଏ ସ୍ୱାମୀ ଦୁଃଖେ ଦୁଃଖୀ। ଯେଉଁ ନାରୀ ସ୍ୱାମୀ କି ଦେବତା ସମମଣି, ସେବା କରି ତୋଷୁଥାଏ ତାର ମତେ ଚିହ୍ନି। ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ, ସାନ ବଡ଼ ସମସ୍ତଙ୍କୁ ସମଭାବେ ଚାହେଁ। ପରଶିବା କାଳେ ପକ୍ଷପାତ ଯେ ନ କରେ, ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଢ଼େ ସମାନରେ। ପତିଙ୍କ ଆଜ୍ଞାକୁ କେବେ ନ ପକାଏ ତଳେ, ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ। ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି, ତାର ଦୁଃଖ ନୟନରେ କେବେ ନ ଦେଖନ୍ତି।
ଏ ମର୍ତ୍ତ୍ୟ ମଣ୍ଡଳେ ସେ ବହୁ ସୁଖ ପାଏ। ପତି ପୁତ୍ର କନ୍ୟା ଐଶ୍ୱର୍ଯ୍ୟ ଯୁକ୍ତ ହୁଏ। ଅନ୍ତକାଳେ ବୈକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ ଅନୁକ୍ଷଣେ ମଜି ରହି ପ୍ରମୋଦ ରଙ୍ଗରେ। ସଧବା ନାରୀର ପତି ବିନା ନାହିଁ ଗତି। ତପ ଜପ ଦେବ ପୂଜା ତାହାର ନୀତି। ପତି ସେବା ଛାଡ଼ି ବୃଥା ବ୍ରତ ଯେ କରଇ। ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ। ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ। ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି। ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ ଆପଣାର କୁଳ ଧର୍ମ ନ ଛାଡ଼ନ୍ତି ଲେଶ। ସଦାବେଳେ କରନ୍ତି ଉତ୍ତମ ଆଚରଣ। ଶ୍ରୀଲକ୍ଷ୍ମୀ ତାହାଙ୍କ ପାଶେ ମିଳନ୍ତି ତତ୍କ୍ଷଣ। ପତି ସେବା ବିନା ନାହିଁ ନାରୀଙ୍କର ଗତି। ପତି ପ୍ରାଣା ନାରୀ କରି ଦେବଲୋକେ ଗତି। ନାରୀଙ୍କର ଲକ୍ଷ୍ମୀ ବ୍ରତ ପତି ସେବା ବିନା। ଅନ୍ନ ଦେବ ପୂଜା ତୀର୍ଥ ଯାତ୍ରା ବିଡ଼ମ୍ବନା। ପତି ସେବା ବର ଯେ ମାଟି ଗୌରବରେ। ଗୁରୁବାରେ ଲକ୍ଷ୍ମୀ ବ୍ରତ ସେ ଯଦି ନ କରେ। ତାହାର ନୁହୋଇ ଭଲ ଜନମେ ଜନମେ। ଦୁଃଖ ଶୋକ ରୋଗ ଭୋଗ ସଂସାରେ ସେ ଭ୍ରମେ। ଏମନ୍ତ ତିଆରି ସାଧବାଣୀ କି କହିଲେ। ଆଜିଠାରୁ ଲକ୍ଷ୍ମୀ ବ୍ରତ କର ଯାହା ବୋଇଲେ। ନ କଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ। ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ। ଶୁଣ ହୋ ନାରଦ ଠାକୁରାଣୀ ଏହା କହି। ସେଠା ବରୁ କେତେ ଦୂର ପଥ ଗଲେ ବାହି। ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ। କାହାରି ଦୁଆରେ ସେହି ସୂଚି ନ ଦେଖିଲେ। କିଏ ବଣ ଯୁବତୀ ନିଦେଶଇ ଅଚେତନ। କାହାର ପିଟି ଯାଇଛି ପିନ୍ଧି ଲାବସନ। କାହାର ଶିରରେ କେଶ ମକଳିତ ହୋଇ। ଭୂମି ପରେ ପଡ଼ି ଅଛି କେରି କେରି ହୋଇ। ଏହି ରୂପୀ ମହାଲକ୍ଷ୍ମୀ ଦେଖି କରି ଗଲେ। ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ। ସିଆ ଚାଣ୍ଡାଳୁଣୀ ନଗ୍ର ବାହାରେ ତା ଘର। ତାହାର ମହିମା ଦେବଙ୍କୁ ଅଗୋଚର। ପ୍ରତିଦିନ ଖର କଇ ଗୁଣ୍ଡିଚା ନଗର। ବିଷ୍ଣୁ ଭକତରେ ସେ ଯେ ଅତି ତତ୍ପର। ରାତ୍ର ବେନି ଘୋଳି ଥାଇ ଚଣ୍ଡାଳୁଣୀ ଗଲା। ଏକ ବର୍ଣ୍ଣ ଗାଈର ଯେ ଗୋବର ଆଣିଲା। ଉତ୍ତମ କରିଣ ଘର ଦ୍ୱାରକୁ ଲିପିଲା। ଛଳା ପାଣି ମୁନ୍ଦାଏ ଦୁଆରେ ପକାଇଲା। ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା। 16 10 ମୁଖ ଦୀପାବଳି ମଣ୍ଡଳେ ଜାଳିଲା। 10 ବର୍ଣ୍ଣ ଫଳ ମୂଳ ମଣ୍ଡଳେ ବାଢିଲା। ସୁତ 10 କ୍ଷୀୟ ନେଇ ମଣ୍ଡଳେ ଥୋଇଲା। ମନର ଚଞ୍ଚଳେ ପୁଣି ବେଗେ ଚଳିଗଲା। ଅରୁଆ ଚାଉଳ ଯେ ଆଉ ଦବ 10 କେରା। ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା। ଧୂପ ଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଲା। ଲକ୍ଷ୍ମୀ ନାରାୟଣ ବୋଲି ସୁମରଣା କଲା। ନମସ୍ତେ ନମସ୍ତେ ମାଗୋ ହରିଙ୍କ
ଘରଣୀ ମୁହିଁ ଛାରହୀନ ଜାତି ନ ଜାଣଇ ପୁଣି ଚଣ୍ଡାଳ ସାଇରେ ଘର ପୁଣି ଚଣ୍ଡାଳୁଣୀ କିଞ୍ଚିତେ ଭକତି ମୋର ଘେନ କମଳିନୀ ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ ସହି ନ ପାରିଲେ ଚଣ୍ଡାଳୁଣୀର ଦଇନି ପଦ୍ମଫୁଲ ଦେଖି ତାଙ୍କ ବଳିଲା ଶ୍ରଦ୍ଧା ଦୁଇ ପାଦ ଦେଇ ମାତା ପଦ୍ମେ ହେଲେ ଉଭା ଚଣ୍ଡାଳୁଣୀ ଘର ଗୋଟିଏ ପାଇଲା ଶୋଭା ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା ବୋଇଲେଲୋ ଚଣ୍ଡାଳୁଣୀ ମାଗି ଘେନ ବର ପ୍ରସନ୍ନ ହୋଇଲି ଦୁଃଖ ନାସିବି ତୋହର ଚଣ୍ଡାଳୁଣୀ କହୁଅଛି ଶିରେ କର ଦେଇ କି ବର ମାଗିବି ମାଗୁ ମାଗି ନ ଜାଣେ ଗୋଗଷ୍ଟକୁ ଦେବୁ ମୋର ଲକ୍ଷ୍ୟେ ପଦ୍ମ ଗାଇ କୁବେର ସମାନ ଧନ ଦେବୁ ମାତ ତୁହି କୋଳକୁ ନନ୍ଦନ ଯେ ହସ୍ତକୁ ସୁନାବାହି ଚାରି ଯୁଗେ ବସିବି ଅମର ବର ପାଇ ଲକ୍ଷ୍ମୀ ଶୁଣି ବୋଇଲେ ତୁ ହୋଇଲୁ କି ବାଇ ଏ ସମସ୍ତ ବର ତୋତେ ଦେଇ ତ ପାରଇ ଅମର ବର ଦେବାକୁ ଶକ୍ତି ନାହିଁ ମୋର ଏହି ବର ମାଗିଲୁ ତୁ କେମନ୍ତ ପ୍ରକାର ଯେତେ ଦିନ ଜିଥିବୁ ଐଶ୍ୱର୍ଯ୍ୟ ଭୁଞ୍ଜିବୁ ଅନ୍ତକାଳେ ଯାଇ ବିଷ୍ଣୁ ପଞ୍ଜରେ ପଶିବ ମୋହର ଏ ବ୍ରତ କରୁଥିବୁ ସବୁଦିନ ଲକ୍ଷ୍ମୀ ନାରାୟଣ ପାଦେ ଥିବ ତୋର ମନ ଶୁଣ ହେ ନାରଦ ଏଣେ ହରି ବଳରାମ ମୃଗୟା ନିମନ୍ତେ ଯାଇଥିଲେ ଘୋରବନ ଯୋଗ ବଳେ ବଳରାମ ଏ କଥା ଜାଣିଲେ ଡାକି କରି ଶ୍ରୀହରିଙ୍କୁ ଏମନ୍ତ କହିଲେ ଦେଖ ଦେଖ କହ୍ନାଇ ତୋ ଭାରିଜା ଚାରୋ ଉଭା ହୋଇ ଅଛଇ ଯେ ଚଣ୍ଡାଳୁଣୀ ଘର ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ ଏହି ରୂପେ ସବୁଦିନେ ଦେଉଳେ ପଶୁଛି ଦୁଇ ଗୋଟି ଭାଇଙ୍କୁ ବିଟାଳ କରାଉଛି ଦାରିଦ୍ର ଭଞ୍ଜନୀ ନାମ ଯେଣୁ ଅଛି ବହି ଦରିଦ୍ର ମାନଙ୍କ କଷ୍ଟ ନ ପାରଇ ସହି ସୁଦଶା ନାମରେ ଏକ ବ୍ରତ ଯେ ତାହାର ଏହି ବ୍ରତେ ଚଣ୍ଡାଳୁଣୀ ପୂଜଇ ପୟର ଭାରିଜାରେ କାର୍ଯ୍ୟ ଯେବେ ଅଛି ରେ କହ୍ନାଇ ଚଣ୍ଡାଳ ସାଇରେ ନଗ୍ର ତୋଳ ବେଗେ ଯାଏ ଆମ୍ଭ ବାକ୍ୟ ମାନି ତାକୁ ଦିଅ ଘଉଡ଼ାଇ ଏପରି ଘରଣୀ ଥିଲେ ଭଲ ଗତି ନାହିଁ ଗୋବିନ୍ଦ ବୋଇଲେ ଭାଇ ଘଉଡ଼ାଇ ଦେବା ଲକ୍ଷ୍ମୀ ପରି ଭାରିଜାକୁ ଆଉ କି ପାଇବା ସେ ଯେବେ ଦୋଷ କରିଛି ଏମନ୍ତ କରିବା ସ୍ୱର୍ଗପୁର ଲୋକଙ୍କୁ ହକାରି ଅଣାଇବା 5 ଲକ୍ଷ ଟଙ୍କା ଦେଇ ଜାତି କରାଇବା ଆଉ ବେଳେ ତାର ଯଦି ଅନୀତି ଦେଖିବା ଦେଉଳ ଭିତରୁ ତାକୁ ଦେବା ଘଉଡ଼ାଇ ଏକଥା ପ୍ରମାଣ ତୁମ୍ଭେ ଶୁଣ ଜ୍ୟେଷ୍ଠ ଭାଇ ନ ଜାଣି ଯେ ଦୋଷ କଲେ ସିନ୍ଧୁରାଜ ଯେମା ବାରେ ମାତ୍ର ଭାଇ ତାଙ୍କ ଦୋଷ କର କ୍ଷମା ବଳରାମ ବୋଲୁଛନ୍ତି ଶୁଣ ଭାବଗ୍ରାହୀ ତୋର ଲକ୍ଷ୍ମୀ ଥିଲେ ମୋହି ରହିବ ନାହିଁ ଭାରିଆ ଅଟଇ ସିନା ପାଦର ପାଣ୍ଡୋଇ ଭାଇ ଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ
ଭାର୍ଯ୍ୟା ଠାରେ ଲୋଭ ଯେବେ ଅଛି ରେ କହ୍ନାଇ ଚଣ୍ଡାଳ ସାହିରେ ତୁ ନ ଅରତୋଳ ଯାଇ ମୋର ବଡ଼ ଦେଉଳକୁ ଆଉ ନ ଆସିବ ମାଇପକୁ ଘେନି ଦାଣ୍ଡ ବାହାରେ ରହିବ। ଧିକ୍କାର ବଚନ ପ୍ରଭୁ ସହି ନ ପାରିଲେ ଛାଡ଼ିବି ବୋଲି ରଙ୍ଗ ଧରେ କହିଲେ। ଦେଉଳର ସିଂହ ଦ୍ୱାରେ ପ୍ରବେଶ ହୋଇଲେ ଊର୍ଦ୍ଧ୍ୱମୁଖ ହୋଇ ପ୍ରଭୁ ନିଶ୍ୱାସ ଛାଡ଼ିଲେ। ଶୁଣ ହି ନାରଦ ତେଣେ ସିଆ ଚାଣ୍ଡାଳୁଣୀ ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦ ବେନି ତାହାର ପୂଜାରେ ଦେବୀ ସନ୍ତୁଷ୍ଟ ହୋଇଲେ। ଯାଚିନ ଅନେକ ବର ପ୍ରଦାନ ଯେ କଲେ କୁଟୀର ଖଣ୍ଡିକ ଥିଲା ବଲୁରୀର ବାସ। ଲକ୍ଷ୍ମୀ ଦୟା କଲେ ତାକୁ ଚନ୍ଦନ ଉଆସ। ଯେଉଁ ଚାଣ୍ଡାଳୁଣୀ ଘରେ ନଥିଲା କର୍ଣ୍ଣ ଚାରି କୋଣେ ଦେଲେ ତାକୁ ଶୁଦ୍ଧ ଯେ ସୁବର୍ଣ୍ଣ। ଯେଉଁ ଚାଣ୍ଡାଳୁଣୀ ଘରେ ନଥିଲା କପୁତ୍ର ଲକ୍ଷ୍ମୀ ଦୟା କଲେ ତାର ହେଲା 5 ପୁତ୍ର। ଧନ ପୁତ୍ରବତୀ ହୁଅ ବୋଲି ଯେ ବୋଇଲେ ବର ଦେଇଣ ସେଠାରୁ ବିଜେ କରିଗଲେ। ଲକ୍ଷ୍ମୀ ହେତୁ ଚଣ୍ଡାଳୁଣୀ ହେଲା ଭାଗ୍ୟବତୀ ଏବେ ଶୁଣ ହେ ନାରଦ ପୂର୍ବ ଭାରତୀ। ସିଂହ ଦୁଆରେ ବିଜୟ ଲକ୍ଷ୍ମୀ ମହାମାଇ ଦେଖିଲେ ଦୁଆରେ ବସିଛନ୍ତି ବେନି ଭାଇ। ବୋଇଲେ ହେ ବାଟ ଛାଡ଼ ଭିତରକୁ ଯିବି ଦଶମୀ ଯୋଗାଣ ମୁହିଁ ମଣ ହି ରାନ୍ଧିବି। ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ଭାଇ ଚଣ୍ଡାଳ ସାଇକି ଯାଇଥିଲ କାହିଁ ପାଇଁ। ଆମ୍ଭେ ନ ଦେଖୁଣୁ ଯେ ଦେଖିଲେ ବଡ଼ ଭାଇ ଆମ୍ଭେ ଦେଖିଥିଲେ ସିନା ଦିଅନ୍ତୁ ଘୋଡ଼ାଇ। ଯାଅ ଲକ୍ଷ୍ମୀ ତୁମ୍ଭରେ ଗୋ ଆଉ କାର୍ଯ୍ୟ ନାହିଁ ଧିକ୍କାର ବହୁତ ମୋତେ କଲେ ବଡ଼ ଭାଇ। ହାଡ଼ି ଦ୍ୱାରେ ଥିବ ଲକ୍ଷ୍ମୀ ଥିବ ପାଣ ଦ୍ୱାରେ ସ୍ନାନ ନ କରି ପଶୁଛି ଦେଉଳ ଭିତରେ। ତାଠାରୁ ପାପିନୀ ଆଉ ସଂସାରରେ ନାହିଁ ମୋହର ବଚନ ଏବେ ଶୁଣ ପ୍ରାଣ ସହି। ଜଗତେ ବୋଲନ୍ତି ତୋତେ ବାଇ ଠାକୁରାଣୀ ବାଇ ପ୍ରାୟ ବୁଲୁଥାଉ ହୋଇ ମୋ ଘରଣୀ। ଏକ ଘର କରାଉ ସହସ୍ର ଘର ଭାଙ୍ଗି ସହସ୍ର ଘର କରାଉ ଏକ ଘର ଭାଙ୍ଗି। ଏମନ୍ତ ପ୍ରକାରେ ଲକ୍ଷ୍ମୀ ମହିମା ତୋହର ଯାଅ ଲକ୍ଷ୍ମୀ ବାହାରି ଗୋ ନଥାଅ ମୋ ଘର। ତୋହଠାରେ କୋପ କରି ଛନ୍ତି ଜ୍ୟେଷ୍ଠ ଭାଇ ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ। ଛାଡ଼ ପତ୍ର ଦେଇ ମୋତେ ଦିଅ ଘୋଡ଼ାଇ। ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁ। ଆମ୍ଭର ଜାତିରେ ଛାଡ଼ ପତ୍ର ଚଳେ ନାହିଁ ଛାଡ଼ିବା ଭାରି ଯା ମୁଖ ଚାହିଁ ନ ଯୋଗାଇ। ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ। ଯେତେବେଳେ ସାଗର ମନ୍ଥିଲ ଦେବ ଯାଇ ବେଦ ମନ୍ତ୍ରାଦି ସହିତେ ମୋତେ ପାଇଥିଲ। ସେତେବେଳ କଥା ହେ ପାଶୋରେଣ ଦେଲ ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲା। କନକ ବେଦୀରେ ନେଇ ବିଭା କରାଇଲା। ଝିଅ ଦେଇ ଶରଣ ପଶିଲେ ତୁମ୍ଭଠାଇ ଦୋଷ ମୋର କ୍ଷମା କରିବାର ପାଇଁ। ଦୋଷ ଗୋଟି ଦୋଷରୁ ଗୋଟିଏ ନ ସହିଲ ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଲି ଦେଲ। ବିଭାବାସୀ ଦିନ ଜୁଆ ଖେଳିବାର ବେଳେ 7 ବେଳ କଉଡ଼ି ଯେ ପାରିଲ ତଳେ। ତୁମ୍ଭେ ତୋଳି ଦିଅ ନାଥ ମୋହର ହସ୍ତରେ ସୁବର୍ଣ୍ଣ କଉଡ଼ି ମୁହିଁ ଯାକି ନଈ করে। ଛଡ଼ାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର ମୋତେ ବୋଇଲ ଯା ଇଚ୍ଛା ମାଗି ଘେନ ବର।
ଯାହା ମନ ବାଞ୍ଛା ଗୋ କରିବୁ ବଇ ଦେହି ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣ ସହି କରପତ୍ର ଯୋଡ଼ିଣ ମୁଁ ବୋଇଲେ ଉତ୍ତର ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର ଅଷ୍ଟଦିନେ ପଡ଼ିବ ମୋ ହର ଗୁରୁବାର ପଡ଼ିଚ ରଚିବି ମୁହିଁ ସଭିଙ୍କରି ଘର ପଡ଼ିଚ ରଚିବି କୀଟୁ ବ୍ରହ୍ମ ପରିଜନ୍ତେ ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତେ ହେଉ ବୋଲି ଶ୍ରୀମୁଖରୁ ଆଜ୍ଞା ଅଛ ଦେଇ ଏବେ କିମ୍ପା ସତ୍ୟ ଭଗ୍ନ ହେଉଛ ଗୋସାଇ ଜଗନ୍ନାଥ କହୁଛନ୍ତି କୋପହର ହୋଇ ବାପ ତ ଲୁଣିଆ ଯେ ଗରଜି ମରୁ ଥାଇ ଝିଅ ଟେରି ତ ଦୁର୍ଗୁଣ କହିଲେ ନ ସରେ ବାପର ଗର୍ଜନ ଶବ୍ଦେ କିଏ ରହିପାରେ ଚାରି ପାଖି ମେଘନାଦ ପାଚେରୀ ତୋଳାଇ ବଡ଼ ଦେଉଳରେ ରହି ଅଛୁ ଦୁଇ ଭାଇ ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁ ଅଛବର ଘରେ ଦଣ୍ଡେ ଥିଲି ଉଭା ହୋଇ ଅଛବ ବିଟାଳ ବଳି ଦିଅ ଘଉଡ଼ାଇ ପୁଣି ଜାତି କୁଳଗୋତ୍ର କହିଲ ଗୋସାଇ ପ୍ରଭୁ ହେତୁ ସବୁ ଯାଉଅଛି ଗୋପ୍ୟ ହୋଇ ତୁମ ଜାତି କୁଳର ତ ଠିକଣା ନଥାଇ ତୁମ୍ଭ ଜାତି କୁଳ ଯେ କହିଲେ ନ ସରଇ ଗୌଡ଼ ଘରେ ରହିଲ ଦୁଇ ଗୋଟି ଭାଇ ନିମା ନାମେ ସେ ପୁଟି ଯେ ଜାତି ରେ ଗୋଲକ ତାହା ଘରେ ଜଗନ୍ନାଥ କଲ ଅର୍ଣ୍ଣଭକ୍ଷ ଦୂତପଣେ ଯାଇଥିଲ ହସ୍ତି ନା ଭୁବନ ବିଦୁର ଘରେ ଯେ ପୁଣି କରି ଭୋଜନ ଯାରା ନାମେ ସବର ଯେ ଅର ନ୍ୟରେ ଘର ସେ ତୁମ୍ଭଙ୍କୁ ପୂଜିଲା ବରଷ 10-12 ଅରଣ୍ୟରୁ ଫଳ ମୂଳ ଖୋଜି ନ ଆଣଇ ବସିଣ ପ୍ରଥମେ ଫଳ ମୂଳ ସେ ଚାଖଇ ପିତାକଷା ସବୁ ପ୍ରଭୁ ଆଡ଼ କରିଦେଇ ଯେ ଫଳ ସୁଆଦ ତାହା ତୁମ୍ଭଙ୍କୁ ଭୁଞ୍ଜାଇ ସବର ବିଟାଳ ତୁମ୍ଭେ ବେନି ଗୋଟି ଭାଇ একথা কি তুম্ভ মনু গলা ভুল হই আপনে পাত কি তুম্ভে পরে নিন্দা কর পাপ পুণ্য দুই কথা বিচার ন কর ভারি যাজে দোষ কলে পতিতা সহই এক অপরাধে প্রভু মৃত্য কিতে জয়ে কিম্পান কর গোসাই মন্ত বিচার যাও যাও বলুଅଛ মতে বারম্বার জগন্নাথ কହୁଛନ୍ତି ମନ୍ତ କରିବୁ ମାଣେ ମାଣେ ପଡ଼ି ତୋତେ ନିତ୍ୟ ଦେଉଥିବୁ ଭାଇଙ୍କୁ ବୁଝାଇ ପଛେ ତୁମ୍ଭଙ୍କୁ ଆଣିବୁ ଭାଇଙ୍କ ଆଜ୍ଞା ଅବଜ୍ଞା କେବେ ନ କରିବୁ ଲକ୍ଷ୍ମୀ ଦେବୀ କହନ୍ତି ପଡ଼ିରେ କାର୍ଯ୍ୟ ନାହିଁ ଅନାଥ ରକ୍ଷ ପ୍ରାୟ ଯାଉଅଛି ମୁହିଁ ରାଣ୍ଡି ଅଳକ୍ଷଣୀ ଝିଅ ମୁହିଁ ଯେ ନୁହେଁ ପିତାର ଘରକୁ ମୁଁ ଯେ ବାହାରି ଯିବଇଁ ତୁମ୍ଭ ଅଳଙ୍କାର ମାନ ପ୍ରଭୁ କାଢ଼ି ନିଅ ପଛରେ ମୋତେ ଯେ ଆଉ ବୋଲଣା ନ ଦିଅ ଗୋବିନ୍ଦ ବୋଲନ୍ତି ଲକ୍ଷ୍ମୀ ହୋଇଲୁ କି ବାଇ ଅଙ୍ଗୁ ଅଳଙ୍କାର ଆମ୍ଭେ ନେବୁ କାହିଁ ପାଇଁ ଭାରି ଯାର ଅଙ୍ଗେ ଯେଉଁ ଅଳଙ୍କାର ଥାଇ ସ୍ୱାମୀ ହୋଇ ତାହାଠାରୁ କାଢ଼ି ନ କି ନିଏ ଠାକୁରାଣୀ କହୁଛନ୍ତି ଶ୍ରୀମୁଖକୁ ଚାହିଁ ତୁମ୍ଭର ଅଟଇ ମୁଁ ଯେ ପ୍ରଥମ ବିବାହୀ ପଛରେ କହିବ ଲକ୍ଷ୍ମୀ ଆମ ଘରେ ଥିଲା 100 ଟଙ୍କାର ଅଳଙ୍କାର ଘେନିଗଲା ଏମନ୍ତ ଖ୍ୟାତି ମୋତେ ନ ଦିଅ ଗୋସାଇଁ ତୁମ୍ଭ ଅଳଙ୍କାର ମାନ ନିଅ ବାହୁଡ଼ାଇ ଶିରରୁ କାଢ଼ିଲେ ମାଏ
ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଳେ, ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚୋଳେ, ଅଣ୍ଟାରୁ କାଢ଼ିଲେ ମାତ ରତ୍ନ ଓଢ଼ି ଆଣେ, ନାସିକାରୁ କାଢ଼ିଲେ ସେ ମୁକୁତା ବସଣୀ, ଦୁଇ କର୍ଣ୍ଣରୁ କାଢ଼ିଲେ ହୀରାର କୁଣ୍ଡଳ, ଗଳାରୁ କାଢ଼ିଲେ ଯେ ସରିଚେ ନାମାଳ, ପାଦରୁ କାଢ଼ିଲେ ଦେବୀ ବାଜେଣୀ ନୂପୁର, ଅଙ୍ଗୁଷ୍ଠୀରୁ କାଢ଼ିଲେ ଯେ ଝୁଣ୍ଟିଆ ସତ୍ୱର। ଅନ୍ୟ ଅଳଙ୍କାର ମାନ କି କହିବି ଆଉ, ରୁଣ୍ଡ କଳାରୁ ଦିଶିଲା ସବୁ ଦାଉ ଦାଉ, ସବୁ ଅଳଙ୍କାର ମାନ ଏକଠାବେ କଲେ, ରଖ ଦୀନବନ୍ଧୁ ଏହା ବୋଲି ସମର୍ପିଲେ। ଗୋବିନ୍ଦ କହନ୍ତି ଏହା କି କରିବୁ ନେଇ, ଆମ୍ଭର ଏ ଅଳଙ୍କାର ପ୍ରୟୋଜନ ନାହିଁ, ଗୃହସ୍ଥ ହୋଇନ ଯେବେ ଭାର୍ଯ୍ୟାକୁ ତେଜଇ, ଛମାସକୁ ଭାତ ଲୁଗା ଲେଖିଣ ଦିଅଇ, ଏହି ଅଳଙ୍କାର ସବୁ ତୁମ୍ଭେ ଘେନି ଯାଅ, ବିକି ଭାଙ୍ଗି କରି ଭାତ ଲୁଗା କରୁଥାଅ। ଲକ୍ଷ୍ମୀ ଦେବୀ କହୁଛନ୍ତି ପ୍ରଭୁ ମୁଖ ଚାହିଁ, ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ, ମୋହ ତୁଳେ ଆଉ ଯେଉଁ ଭାରି ଜାଣିବ, ଏହି ସବୁ ଅଳଙ୍କାର ତାହାକୁ ଯେ ଦେବ, ମୁହିଁ ଯାଉଅଛି ହୀନ ଅରକ୍ଷିତା ହୋଇ, ମୋହ ଅଭିଶାପ ଘିନ ପ୍ରଭୁ ଭାବ ଗ୍ରାହୀ। ସତେ ଯେବେ ସୂର୍ଯ୍ୟ ଚନ୍ଦ୍ର ହୁଅନ୍ତି ଆତ ଜାତ, ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହି ଜଗନ୍ନାଥ, 12 ବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ, ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ, ମୁହିଁ ଚଣ୍ଡାଲୁଣୀ ଯେବେ ଟେକି ଦେବି ଅନ୍ନ, ଭୋଜନ କରିବ ତେବେ କାଳିୟ ଗଞ୍ଜନ। ଏତେ ବୋଲି ଲକ୍ଷ୍ମୀ ଦେବୀ ସାପ ଦେଇ ଗଲେ, ଦେଉଳୁ ବାହାର ହୋଇ କେତେ ଦୂର ଗଲେ। ଏହା ଦେଖି ଦାସୀମାନେ ସଙ୍ଗେ ଗୋଡ଼ାଅନ୍ତେ, ଦାସୀଙ୍କୁ ଅନାଇ ଲକ୍ଷ୍ମୀ ଦେବୀ ବୋଲୁଛନ୍ତି, ମୁହିଁ ଯାଉଅଛି ହୀନ ଅଳକ୍ଷଣୀ ହୋଇ, ମୋର ପଛେ ତୁମ୍ଭେମାନେ ଆସୁଛ କିମ୍ପାଇଁ? ଏହିପରି ହୋଇ ଯେବେ ପିତା ଘର ଯିବି, 4 ଦିନ ମାତ୍ର କରି ରହି ନ ପାରିବି। ଜଗନ୍ନାଥ ପ୍ରାୟ ବନ୍ଧୁ ପିତା ଘର ଯିବେ, ତାଙ୍କୁ ଦେଖି ପିତା ମୋତେ ସମର୍ପଣ ଦେବେ। ସାପ ଦେବା ଫଳ ମୋର ହେବ କାରଣ, ଦରିଦ୍ର ନୋହିବେ ପ୍ରଭୁ ଦେବ ଭଗବାନ। ଏତେ ବୋଲି ଲକ୍ଷ୍ମୀ ଦେବୀ ମନେ ଚିନ୍ତା କଲେ, ବିଶ୍ୱକର୍ମାକୁ ଯେ ମାଏ ମନେ ସୁମରିଲେ। ବୈକୁଣ୍ଠପୁରରେ ବିଶ୍ୱକର୍ମା ରହିଥିଲା, ସ୍ମରଣ ମାତ୍ର କେ ଲକ୍ଷ୍ମୀ ଛାମୁରେ ମିଳିଲା। କିସ ଆଜ୍ଞା ହେଉ ମୋତେ ଲକ୍ଷ୍ମୀ ମହାମାୟୀ, ଶୁଣି ଆଜ୍ଞା ଦେଲେ ବିଶ୍ୱକର୍ମାକୁ ଯେ ଚାହେଁ। ଚଣ୍ଡାଳୁଣୀ ବାଦେ ପ୍ରଭୁ ଦେଲେ ଗୋଡ଼ାଇ, ପାରିବୁ କି ଖଣ୍ଡିଏ କୋଡ଼ିଆ ତଳେ ଦେଇ। ଆଜ୍ଞା ମାତ୍ରେ ବିଶ୍ୱକର୍ମା ବେଗେ ଚଳିଗଲା, 3 କୁଶ ପ୍ରମାଣେ ଉଆସ ତୁଳାଇଲା, ସୁବର୍ଣ୍ଣର କାନ୍ଥମାନ ସବୁ ଘରେ କଲା, ହୀରା ନୀଳା ମାଣିକ୍ୟାଦି ତହିଁ ଖଞ୍ଜାଇଲା। ଗଣ୍ଠି ତଳେ ଅନେକ ମୁକୁତା ଲଗାଇଲେ, ପ୍ରବାଳର ସ୍ତମ୍ଭମାନ ତହିଁରେ ରଚିଲେ। ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ, ବିଶ୍ୱକର୍ମାକୁ ବହୁତ ପ୍ରଶଂସା କଲେ। ବୈକୁଣ୍ଠପୁରକୁ ବିଶ୍ୱକର୍ମା ଚଳିଗଲେ, ଅଷ୍ଟବେତାଳଙ୍କୁ ଡାକି ଦେବୀ ଆଜ୍ଞା ଦେଲେ, ଅଷ୍ଟବେତାଳରେ ତୁମ୍ଭେ ମନ୍ତ କରିବ, ପ୍ରଥମେ ରୋଷାଇ ଶାଳେ ଯାଇ ନ ପଶିବ, 60 ପଉଟି ଭୋଗ ଭୁଞ୍ଜିବ ଯେ ତହିଁ, 13 ପେଟି ବ୍ୟଞ୍ଜନ ଖାଇବ ହର୍ଷ ହୋଇ, ଶାଗ ମୁଗ ମଧୁରୁଚି ତିକ୍ତ କାଞ୍ଜିରାଇ, ଆମ୍ବିଳ ଖାଇବ ଖଣ୍ଡ ସାକର ମିଶାଇ, ଅମୃତ ମଣୋହି ମାଣ ଭୋଜନ କରିବ, ହାଣ୍ଡି ମାନ ନେଇ ଏକ ଠାବେ କଚାଡ଼ିବ, ତହୁଁ ଯାଇନ ଭଣ୍ଡାର ମଧ୍ୟରେ ପଶିବ, 52 କୋଟି ଭଣ୍ଡାର ବହି ନ ଆଣିବ, କାଣି କଉଡ଼ି କଡ଼ାର ଦ୍ରବ୍ୟ ନ ରଖିବ, ସବୁ ବହି ଆଣି ମୋହ ପାଶେ ସମର୍ପିବ। ବେତାଳେ ବୋଇଲେ ମହାଲକ୍ଷ୍ମୀ ମୁଖ ଚାହିଁ, କେମନ୍ତ କରିନ ତହୁଁ ଆଣିବୁ ବୁହାଇ।
ଜଗନ୍ନାଥ ମହାପ୍ରଭୁ ତହିଁ ଚେଇଁଥିବେ ଆମ୍ଭଙ୍କୁ ଦେଖିଣ କାଳେ ପରାଭବ ଦେବେ। ଶୁଣି କମଳିନୀ ନିଦ୍ରାବତୀ କିରାଇଲେ ବହ ନମୋ ବୋଳ କର ବୋଲି ନ ବୋଇଲେ। ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିବୁ କାଲି ବେଳ 2 ଘଡ଼ି ଯାଏ ନ ଛାଡ଼ିବୁ। ଆଜ୍ଞା ପାଇ ନିଦ୍ରାବତୀ ଶୀଘ୍ର ଚଲିଗଲେ। ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲେ ପାକଶାଳାରେ ବେତାଳେ ପ୍ରବେଶ ହୋଇଲେ। ତହିଁ ଥିବା ପାକଦ୍ରବ୍ୟ ସମସ୍ତ ଖାଇଲେ। ହାଣ୍ଡିମାନ ସବୁ ଏକଠା ବେକ ଚାଡ଼ିଲେ। ଭଣ୍ଡାର ଘରରେ ଅଷ୍ଟ ବେତାଳେ ପଶିଲେ। ଯେତେ ଦ୍ରବ୍ୟ ପୂର୍ଣ୍ଣ ହୋଇ ରହିଥିଲା ତହିଁ 52 କୋଟି ଭଣ୍ଡାର ଆଣିଲେ ବୁହାଇ। ରାତ୍ର 16 ଘଡ଼ି ଯାକ ବେତାଳ ଯେ ତହିଁ କୁଳାରୁ ଛାଞ୍ଚୁଣି ଯାଏ ସବୁ ନେଲେ ବୋହି। ଦେଖି କରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ। ତୁମ୍ଭେ ଆଜି ପୁତ୍ରପଣ କରିଲ ବୋଇଲେ। ପ୍ରଶଂସା କରିଣ ମାଏ ବଚନ ଯେ କହି ସବୁ ଦ୍ରବ୍ୟ ଆଣିଲ ତ ରତ୍ନ ଖଟ କାହିଁ। 5 ଲକ୍ଷ ଟଙ୍କା ମୂଲ୍ୟ ସେ ଖଟ ଅଟଇ ଯାଅ ରେ ବେତାଳେ ଏବେ ଖଟ ଆଣ ବୋହି। ଯେବେ ଜଗନ୍ନାଥ ପ୍ରଭୁ ମୋତେ ନ ଖୋଜିବେ ନାରୀଙ୍କୁ ପୁରୁଷ ମାନେ ଆଉ ନ ଲୋଡ଼ିବେ। ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର କଳି ଯୁଗେ ନାରୀଙ୍କି ଯେ ନ ଖୋଜିବେ ନର। ବେତାଳେ ବୋଲୁ ଅଛନ୍ତି ରମା ମୁଖ ଚାହିଁ ରତ୍ନ ଖଟେ ଶୋଇଛନ୍ତି 2 ଗୋଟି ଭାଇ। କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ ପୁଣି ତହିଁ ଶୋଇଛନ୍ତି କାଳିୟ ଗଞ୍ଜନ। 7 ଗୋଟି ପର୍ବତରୁ ଅଟଇ ଯେ ଗୋରୁ ନାମ ବହି ଅଛନ୍ତି ଅଚଳ ମହାମେରୁ। ମହାଲକ୍ଷ୍ମୀ ବୋଇଲେ ରେ ମନ୍ତ କରିବ ଦୌଡ଼ିଆ ଖଟ 1 ଗୋଟିଏ ଯେ ଆଣିବ। ରାମକୃଷ୍ଣ ଦୁହିଁଙ୍କୁ ଯେ ଗୋଡ଼ାଇଣ ଦେବ ଶୋଇବାର ରତ୍ନ ଖଟ ବହିଣ ଆଣିବ। ଏହା ଶୁଣି ବେତାଳେ ସେ ଶୀଘ୍ର ଚଲିଗଲେ। ରତ୍ନ ଖଟ ପାଶେ ଦୌଡ଼ିଆ ଖଟ ଦେଲେ। ବଳରାମଙ୍କୁ ପ୍ରଥମେ ଧୋଇଲେ କଯାଇ ଦୌଡ଼ିଆ ଖଟକୁ ଯେ ଦେଲେ ଗଡ଼ିଆଇ। ଏ ଉତ୍ତାରୁ ଜଗନ୍ନାଥ ପ୍ରଭୁଙ୍କୁ ଧୋଇଲେ ଦୌଡ଼ିଆ ଖଟ ଉପରକୁ ଗୋଡ଼ାଇଲେ। ଶୋଇବାର ରତ୍ନ ଖଟ ଆଣିଲେ କବହି ମହାଲକ୍ଷ୍ମୀ ଆଗେ ଦେଲେ ଆନନ୍ଦରେ ନେଇ। ବଳରାମ ପିନ୍ଧିବାର ପାଟ ବୋହି ନେଲେ ଜଗନ୍ନାଥ ପିନ୍ଧିବାର ନେତ ଘେନି ଗଲେ। ଦେଖି କରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ। ଅଷ୍ଟବେତାଳଙ୍କୁ ବର ଯାଚିଣ ଯେ ଦେଲେ ଆରେ ଅଷ୍ଟବେତାଳରେ ମନ୍ତ କରିବ ବୈକୁଣ୍ଠ ପୁରରେ ଯାଇ ସୁଖରେ ରହିବ। ଆଜ୍ଞା ପାଇଣ ବେତାଳ ଗୁଣ ବେଗେ ଗଲେ ବୈକୁଣ୍ଠପୁରରେ ଯାଇ ପ୍ରବେଶ ହୋଇଲେ। ମହାଲକ୍ଷ୍ମୀ ତହୁଁ ଏକ କଥା ବିଚାରିଲେ ସରସ୍ୱତୀ ଦେବୀଙ୍କୁ ଯେ ହୃଦୟ ମରିଲେ। ବୋଇଲେ ଗୋ ସରସ୍ୱତୀ ମନ୍ତ କରିବ ରାଜ୍ୟ ରାଜ୍ୟ ହୋଇ ଘରେ ଘରେ ବୁଲୁଥିବ। ସର୍ବଦ୍ୱାରେ ଜଗନ୍ନାଥ ବୁଲିବେ ଯାଏ ସର୍ବକଣ୍ଠେ ସରସ୍ୱତୀ ବିଜେ କର ତୁହି। ଅନ୍ନ ପାଣି କେହି ତାଙ୍କୁ କିଛି ନ ଦେବେ ଏତେ ଦୁଃଖ ପାଇଲେ ଯେ ମୋତେ ସୁମରିବେ। ଆରାମ ଦାଇନୀ ରାତ୍ର ସୁଖରେ ପାହିଲା ବେଲ 2 ଘଡ଼ି କରି ନିଦ୍ରା ଯେ ଭାଜିଲା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ ଗହଳ ଚହଳ ଆଜି କିଛି ଶୁଭୁ ନାହିଁ। ମୁଦି ରଥ ପଣ୍ଡାର ତ ତୁଣ୍ଡ ଶୁଭୁ ନାହିଁ। ଦାସୀ ପରିବାରୀ ଯେ ପରୀକ୍ଷା ଗଲେ କାହିଁ। ଶ୍ରୀମୁଖ ପଖାଳିବାକୁ ଜଳଣ ମିଳଏ କି ବୁଦ୍ଧି କରିବା ଏବେ କହରେ କହ୍ନାଇ। ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ଲକ୍ଷ୍ମୀ ଛାଡ଼ି ଗଳାରୁ ଯେ ଏମନ୍ତ ହୁଏ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ ଭାର୍ଯ୍ୟା ଛାର ଏମନ୍ତକୁ କହୁଅଛୁ ତୁହି। କାହାର ଭାରି ଯା ଯେବେ ଋଷି ହୋଜି ଯାଇ ତାର ଗୃହସ୍ଥ କି ଭାତ ରାନ୍ଧି ନ ଖାଏ। ଭଣ୍ଡାର ଘରକୁ ବି କଲେ 2 ଭାଇ ଭଣ୍ଡାରେ ଦେଖିଲେ କିଛି ପଦାର୍ଥ ଯେ ନାହିଁ। ବଳରାମ କହୁଛନ୍ତି କାହିଁକି ସହେଲା 52 କୋଟି ଭଣ୍ଡାର ତକ ଘେନି ଗଲା। ଲକ୍ଷେ ଜୀବ ଖାଇଲେ ବହିଲେ ନ ସରଇ କ୍ଷଣକ ଭିତରେ କିଏ ଘେନି ଗଲା ବହି। ସୁବର୍ଣ୍ଣ ମୁଦିଏ ବଳରାମ ଯେ ପାଇଲେ 7 ଗୋଟି ଗଣ୍ଠି ଦେଇ କାନିରେ ବାନ୍ଧିଲେ। ଜଗନ୍ନାଥ ବୋଇଲେ ହୋ କି ପାଇଲ ଭାଇ। ବଳରାମ କହୁଛନ୍ତି ଧନ ପାଇଲଇଁ। ଜଗନ୍ନାଥ କହୁଛନ୍ତି ବଳରାମ ଭାଇ
ବେଙ୍ଗି ପିତଳ ଖଣ୍ଡକ ରଖ କାହିଁ ପାଇଁ। ବଳରାମ କହୁଛନ୍ତି କି କଥା ଘଟିଲା। ପାଇଥିବା ସ୍ୱର୍ଣ୍ଣ ବେଙ୍ଗି ପିତଳ ହୋଇଲା। ଶୁଦ୍ଧ ସୁବର୍ଣ୍ଣରେ ଯେଉଁ ଧନ ହୋଇଥିଲା ଭାଗ୍ୟକୁ କାନି କଉଡ଼ି ସମାନ ନହିଲା। ସେଠାରୁ ବାହାରି ଗଲେ ଦୁଇ ଗୋଟି ଭାଇ। ପାକଶାଳା ଦ୍ୱାରେ ଯେ ପ୍ରବେଶ ହେଲେ ଯାଇ। ବଳରାମ ଠିଆ ହେଲେ ଦୁଆର ମୁହଁକୁ। ଜଗନ୍ନାଥ ବସିଗଲେ ରୋଷାଇ ଘରକୁ। ଦେହରେ ଲାଗିଲା କଳା ମୁହଁରେ ଲାଗିଲା କଳାସି ମୁଖ ଗୋଟିକ ଝଲସି ଦିଶିଲା। ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ ବଡ଼ ଖିଆ ବୋଲି ତୋତେ ବୋଲନ୍ତି ଜଗତ। ମୋତେ ଅନ୍ନ ନ ଦେଇନ ସବୁ ଖାଉ ତୁ ଇଏ। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ଅନ୍ନ କାହୁଁ ମିଳିବ ଯେ ଚୁଲି ସୁଧା ନାହିଁ। ନ ବୁଝି ପରି କିମ୍ପା କହୁଛ ଗୋସାଏ। ସେଠାରୁ ଯାଇ ଦେଖିଲେ ଧାନର ମରାଏ। ଲକ୍ଷ ଲକ୍ଷ ଭରଣ ଯେ ଧାନ ଜହିଁ ଥାଏ। ଦେଖିଲେ ଅଗାଡ଼ି ତହିଁ ଗୋଟିଏ ଯେ ନାହିଁ। ତହୁଁ ଗଲେ ଦୁଇ ଭାଇ ନିରାଶ ଯେ ହୋଇ। ଇନ୍ଦ୍ରଦ୍ୟୁମ୍ନ କୂଳେ ଯାଇ ପ୍ରବେଶ ହୋଇଲେ। ଟୋପାଏ ସୁଦ୍ଧା ଯେ ପାଣି ତହିଁ ନ ଦେଖିଲେ। ବଡ଼ ଦେଉଳରେ ଯାଇ ପ୍ରବେଶ ହୋଇଲେ। ସେଦିନକ ଉପବାସ କରି ନ ରହିଲେ। ବିଲ ଦୁଇ ଘଡ଼ି କରି ନିଦ୍ରା ଯେ ଭାଜିଲା। ମୁଖ ପ୍ରକ୍ଷାଳନ ଅର୍ଥେ ପାଣି ନ ମିଳିଲା। କି ବୁଦ୍ଧି କରିବା ଏବେ ବୁଦ୍ଧି ଦିଶୁ ନାହିଁ। ବଳରାମ କହୁଛନ୍ତି ଶୁଣରେ କହ୍ନାଏ କାଲି ଉପବାସରେ ରହିଲୁ ଦୁଇ ଭାଇ। ଆଜି ପାଦେ ଯିବାକୁ ତ ବଳ ପାଉନାହିଁ। କେଉଁଠାରୁ ଯେବେ ଆଜି ନ ମିଳେ ବର୍ଣ୍ଣ। କେମନ୍ତ ପ୍ରକାରେ ଆମ୍ଭେ ଧରିବା ଜୀବନ। ବଳରାମ କହୁଛନ୍ତି ଶୁଣ ଆରେ ବାବା ନଗରରେ ଭିକ୍ଷା ମାଗି ଜୀବନ ପୋଷେଇବା। କାନ୍ଧରେ ପକାଇ ଛିଣ୍ଡା ଉତ୍ତରେ ପଇତା। ହସ୍ତରେ ଧଇଲେ ଦୁଏ ଭାଇ ଭଙ୍ଗା ଛତା। ଚିତା ଘେନିବାକୁ ଜଳ କାହିଁ ନ ପାଆନ୍ତି। ଯାହା ଘର ଠାକୁ ପାଣି ମାଗିବାକୁ ଯାଆନ୍ତି। ଚୋର ଖଣ୍ଟ ବୋଲି ମାରି ଘଉଡ଼ାଇ ଦିଅନ୍ତି। ସେଠାରୁ ଦୁଇ ଭାଇ ଭয়ে ପଳାବନ୍ତି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ବଡ଼ ପଣ୍ଡା ଘରକୁ ଯେ ଚାଲ ଏବେ ଯାଏ। ହସ୍ତ ଧରା ଧରି ହୋଇ ଦୁଇ ଭାଇ ଗଲେ। ବଡ଼ ପଣ୍ଡା ଘରଠାରେ ପ୍ରବେଶ ହୋଇଲେ। ବଧୂ ତାର କହଇ ଯେ ଶାଶୁ ଆଗେ ଯାଏ। ବ୍ରାହ୍ମଣ ଯେ ଦୁଇ ଗୋଟି ଆସିଛନ୍ତି ଧାଇଁ। ଶାଶୁ ରାଣ୍ଡ ତ ତାହାଙ୍କୁ ଚିହ୍ନି ନ ପାରିଲା। ଧାଇଁ ଯାଇ ବେଗେ ଦାଣ୍ଡ କବାଟ କିଳିଲା। ଆସ ଆସ ବୋଉ ଏଲୋ ଠେଙ୍ଗା ବାଡ଼ି ନେଇ। ଚୋର କି ଖଣ୍ଟ ଏ ଦୁହେଁ ଯେ ବାଘ ଉଡ଼ାଏ। ଶୁଣି ଦୁଇ ଭାଇ ତହୁଁ ଡରେ ପଳାଇଲେ। ସାମବେଦ ଯଦୁର୍ବେଦ ଦୂରେ ଉଚ୍ଚାରିଲେ। ଶୁଣି ଶୁଷ୍କ ତରୁଗଣ ପଲ୍ଲବୀ ଉଠିଲେ। ଭିକ୍ଷୁକ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ। ଦୁଇ ଭାଇଙ୍କୁ ଯେ ଡାକି ତହୁଁ ବସାଇଲା। ଖୁଦ ମଳୁଖ ମିଶାଇ ସତ୍ୱରେ ରାନ୍ଧିଲା। ଅଫିଟା କଦଳୀ ମନ୍ଦ ଦୁଇ ଖଣ୍ଡ ଆଣି। ବେନି ଭାଇ ପକାଇଣ ସିଞ୍ଚିଲେ ପାଣି। କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣି ଗଲା। ଅନ୍ନ କି ବାଢ଼ିବ ତାର ହାଣ୍ଡି ଉଭାଇଲା। ଲକ୍ଷ୍ମୀ ଦ୍ରୋହୀ ପୁରୁଷ ଏ ବୋଲି ନ ଜାଣିଲା। ପାକଶାଳାରୁ ଲେଉଟି ପାଖରେ ମିଳିଲା। ଦୁଇ ଗୋଟି ଭାଇଙ୍କର ହସ୍ତକୁ ଧଇଲା। କଟୁ କଥା କହି ନେଇ ଦାଣ୍ଡରେ ଛାଡ଼ିଲା। ତହୁଁ ଦୁଇ ଜଣ ଯେ ନିରାଶ ହୋଇଗଲେ। କବିର ସାହିରେ ଯାଇ ପ୍ରବେଶ ହୋଇଲେ। କ୍ଷୁଧାର୍ଥ ବ୍ରାହ୍ମଣ ବୋଲି କବିର ଜାଣିଲେ। ଖୋଇ ମାଣ ଚାରେ ପାଞ୍ଚ
আনি বেগে দেলে অন্তর্গতে জানিলে যে দেবী কমলিনী পবন কুড়াকে আজ্ঞা দেলে সেই ক্ষণে আরে পবন তুই তো বেগে চলে যাব খই 4-5 ମାଣ ଉଡ଼ାଇ ନ ନେବ ଆଜ୍ଞା ପାଇ ପବନ ଯେ ବେগে ଚଲି ଗଲା ପ୍ରଭୁଙ୍କ ଆଗରୁ ଖଇ ଉଡ଼ାଇ ନ ନେଲା ବଳରାମ କହୁଛନ୍ତି ଶୁଣରେ କହ୍ନାଇ ପ୍ରାଣ ଗଲା ବେଲେ ଜାତି କୂଳ ଲୋଡ଼ୁ କାହିଁ ପଦ୍ମ ପୋଖରୀକୁ ଚାଳ ଦୁଇ ଭାଇ ଯିବା ପଦ୍ମ ମୂଳ ଖାଇ ପ୍ରାଣ ବଞ୍ଚାଇ ପଦ୍ମ ପୋଖରୀକୁ ଚାଳ ଯିବା ଦୁଇ ଭାଇ ପଦ୍ମମୂଳ ଖାଇ ପ୍ରାଣ ବଞ୍ଚାଇବା ତହିଁ ଫଳ ପୁଷ୍ପ କରି ତହୁଁ ଗୁଡ଼ିଏ ଖାଇବା ଅଧିକ ମିଳିଲେ କିଛି ସଞ୍ଚିଣ ରଖିବା ହେମନ୍ତ ବିଚାର କରି ଦୁଇ ଭାଇ ଗଲେ ପଦ୍ମ ପୁଷ୍କରିଣୀରେ ଯେ ପ୍ରବେଶ ହୋଇଲେ ପଦ୍ମ ପୋଖରୀରେ 7 ତାଳ ପାଣି ଥିଲା ଲକ୍ଷ୍ମୀ ଆଜ୍ଞା ମାତ୍ରେ ସବୁ ପଙ୍କ ହୋଇଗଲା ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା ଜଳ ନାହିଁ ଫଳ ଏଥୁ କାହୁଁରୁ ପାଇବା ଏହା କହି 2 ଜଣ ତହୁଁ ଚଳିଗଲେ ଯାଉ ଯାଉ ବାଟେ ଏକ ଯୋଗୀକି ଭେଟିଲେ ଜଗନ୍ନାଥ କହୁଛନ୍ତି ଶୁଣ ଆହେ ନାଥ ତୁମ୍ଭର ଥାଳରୁ ଯେ ଆମ୍ଭଙ୍କୁ ଦିଅ ଭାତ ସତ୍ୟାନନ୍ଦ ବୋଲେ ରାମକୃଷ୍ଣ ମୁଖ ଚାହିଁ ଲକ୍ଷ୍ମୀ ଦ୍ରୋହୀ ହୋଇଅଛ ତୁମ୍ଭେ ଦୁଇ ଭାଇ ଦୁଧ ଅନ୍ନରେ ଯେ ମୋର ଥାଳ ପୂରିଥିଲା ତୁମ୍ଭେ ମାଗନ୍ତେଣ ଅନ୍ନ ଶୂନ୍ୟ ହୋଇଗଲା ଅନ୍ନ ଜଳ ନ ମିଳିବ ତୁମ୍ଭଙ୍କୁ ଯେ କାହିଁ ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ ମୁହିଁ ଯାଇଥିଲି ମୋତେ ଅନ୍ନ ଥିଲେ ଦେଇ ଖାଇଲେ ବୋହିଲେ ସେହି ଅନ୍ନ ନ ସରଇ ଏହି ରୂପେ ସତ୍ୟାନନ୍ଦ ବାଟ କହିଦେଲେ ଯିବା ବୋଲି ଦୁଇ ଭାଇ କୋମର ବାନ୍ଧିଲେ ହଟି କମଲିନେ ହଟ ଭିଆ ଇଲେ ଯେଣୁ ହଟି କମଳିନୀ ତହୁଁ ହଟ ଭିଆଇଲେ ସୂର୍ଯ୍ୟଙ୍କୁ ରାଇଣ ଦେବୀ ବେଗେ ଆଜ୍ଞା ଦେଲେ ଅତି ଶୀଘ୍ର ଟାଣ ଖରା କର ବେଗେ ଯାଇ ବାଲି ମାଟି ତାତୁ ବେଗେ ଡହ ଡହ ହୋଇ ତାତିବା ଖରାରେ ଯେନେ ଭାଜିବାର ବାଲି ପାଦେ ମାତ୍ର କେହି ତହିଁ ନ ପାରିବେ ଚାଲି ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ଏତେ ବଡ଼ ଖରା ଯେ ଖରାରେ ମୁଁ ଚାଲି ନ ପାରଇ ବେଗେ ବେଗେ ହୋଇ ତୁମ୍ଭେ ଯାଉଅଛ ଧାଇଁ ବୁଦ୍ଧି ଦିଶୁ ନାହିଁ ଏବେ କିସ କରିବଇ ଶୁଣି ନ ଶୁଣିଲା ପରି ବଳ ଦେବ ଗଲେ ଥରେ ପ୍ରବେଶିନ ଡାକିଲେ କ ଯହୁଁ ଡାକ ଶୁଣି ଦାସୀ ମାନେ ହୋଇଲେ କ ତହୁଁ କେଉଁ ଦାସୀ କହୁଅଛି ଶୁଣ ଆଗ ସହି ଏପରି କାଙ୍ଗାଳ ମୁଁ ଯେ କାହିଁ ଦେଖି ନାହିଁ ଏହିପରି ମୋଟା ହୋଇ ଗୋଟାଏ ଥିଲା ଆମ୍ଭ ଠାକୁରାଣୀଙ୍କୁ ଯେ ଘୋଡ଼ାଇ ଦେଲା ଏହି ରୂପେ ଦାସୀ ମାନେ କୁହାକୁହି ହେଲେ ବେକରେ ହାତ ଦେଇ ନ ଦାଣ୍ଡରେ ଛାଡ଼ିଲେ ବଳରାମ ପ୍ରଭୁ ତହିଁ ଲେଉଟି ହୋଇଲେ ଜଗନ୍ନାଥ ଠାକୁରଙ୍କୁ ବାଟରେ ଦେଖିଲେ ବଳରାମ କହୁଛନ୍ତି ଶୁଣରେ କହ୍ନାଇ ଦାସୀମାନେ ଆସି ମୋତେ ଦେଲେ ଘୋଡ଼ାଇ ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା କେମନ୍ତ ପ୍ରକାରେ ଆମ୍ଭେ ଜୀବନ ଧରିବା ଆଉ ଥରେ ଚାଲ ବେନି ଭାଇ ଫେରିଯିବା ବିନୟ କରିଣ ଅନ୍ନ ଦାସୀଙ୍କୁ ମାଗିବା ବଳରାମ କହୁଛନ୍ତି ପଛେ ଆମ୍ଭେ ଥିବ ଆଗରେ ଯାଇନ ଅନ୍ନ ତୁହି ଯେ ମାଗିବୁ ଏତେ କହି ସିଂହଦ୍ୱାରେ ପ୍ରଭୁ ବିଜେ କଲେ ମନ୍ଦିରର ଶୋଭା ଦେଖି ଆଶ୍ଚର୍ଯ୍ୟ ହୋଇଲେ ବଳରାମ କହିଲେ ହେ ଶୁଣ ଏ କହ୍ନାଇ ପଞ୍ଚମ ସ୍ୱରରେ ସାମ ବେଦ ପଡ଼ ତୁହି ଜଗନ୍ନାଥ ପ୍ରଭୁ ଯହୁଁ ଏମନ୍ତ ଶୁଣିଲେ ଓଙ୍କାର ଶବଦ କରି ବେଦ ଧ୍ୱନି କଲେ ରୁକ୍ସାମ ଯଦୁଅଥ ବଜେ 4 ବେଦ ବ୍ରହ୍ମାଣ୍ଡ ପୁରୀ ଉଠିଲା ଗହ ଗହ ନାଦ ପଲଙ୍କ ଉପରେ ଯେ ମଳା ଶୋଇଥିଲେ ନିସ୍ତରିଲି ବୋଲିଣ ବୋଇଲେ କୋଟି କୋଟି ଜନ୍ମର ପାତକ ହେଲା କ୍ଷୟ ମୁଖରେ ବିଜୟ କଲେ ପ୍ରଭୁ ଦେବରାୟ
ପଚାର ପଚାର ଦାସୀ ପଚାରଲ ଯାଇ କିସ ମାଗୁଛନ୍ତି ସେ ବ୍ରାହ୍ମଣ। ଦୁଇ ଭାଇ ଧାଇଁ ଯାଇ ମୃଦୁଶୂଳି ତାଙ୍କୁ ପଚାରିଲେ କି ମାଗୁଛ ପଣ୍ଡା ମାନେ କହ ତୁମ୍ଭେ ବୋଲେ। ଜଗନ୍ନାଥ କହୁଛନ୍ତି ଦାସୀ ମୁଖ ଚାହିଁ ଅନ୍ନ ଗଣ୍ଡା ଏକ ତୁମ୍ଭେ ପାରିବ କି ଦେଇ। ହେମନ୍ତ ଶୁଣିନ ଦାସୀ ମାନେ ଚଲିଗଲେ। ଲକ୍ଷ୍ମୀ ଠାକୁରାଣୀ ଆଗେ ବେଗେ ସେ ବୋଇଲେ। ଦାସୀଙ୍କ ମୁଖରୁ ସେ ହେମନ୍ତ ବାକ୍ୟ ଶୁଣି ମନେ ବିଚାର କରନ୍ତି ଲକ୍ଷ୍ମୀ ଠାକୁରାଣୀ ଏକଥା ଅରଜି ଅଛି ଚଣ୍ଡାଲୁଣୀ ମୋହି। ଏବେ ଦାସୀ ମାନେ ଲୋ ପଚାର ବେଗେ ଯାଇ ବ୍ରାହ୍ମଣ ହୋଇ ମୋ ଘରେ କି ରୂପେ ବୁଞ୍ଜିବେ। ଚଣ୍ଡାଲୁଣୀ ଅନ୍ନ ଖାଇ ଅପବାଦ ନେବେ ଏ ମୋହର ଦ୍ରବ୍ୟ ତାଙ୍କୁ ଛୁଇଁ ନ ଯୋଗାଇ। ଜାଣୁ ଜାଣୁ ମୁଁ କେମନ୍ତ ପ୍ରକାରେ ଦେବଇ। ଠାକୁରାଣୀ ସମୀପରୁ ଦାସୀ ମାନେ ଗଲେ। ବ୍ରାହ୍ମଣଙ୍କ ଆଗେ ଯାଇ ହେମନ୍ତ କହିଲେ। ଦାସୀଙ୍କ ମୁଖରୁ ଯେ ହେମନ୍ତ ବାକ୍ୟ ଶୁଣି କ୍ଷୁଧାତୁର ହୋଇନ କହନ୍ତି ହଲ ପାଣି ନୂଆ ହାଣ୍ଡି ନୂଆ ସଞ୍ଚା ଦେଇକି ପାରିବୁ। ହେମନ୍ତ ହୋଇଲେ ଆମ୍ଭେ ମାନେ ଯେ ଖାଇବ। ଦାସୀ ମାନେ କହନ୍ତି ଲକ୍ଷ୍ମୀଙ୍କ ଆଗେ ଯାଇ ହାତେ ରାନ୍ଧି ଭୋଜନ କରିବେ ଦୁଇ ଭାଇ। ଏହା ଶୁଣି ମହାଲକ୍ଷ୍ମୀ ସନ୍ତୋଷ ହୋଇଲେ। ଦାସୀଙ୍କ ହସ୍ତରେ ହାଣ୍ଡି 10 ଗୋଟି ଦେଲେ। ଚାଉଳ ପଟିଏ ନେଇ ଛାମୁରେ ରଖିଲେ। ଲେଉଟିଆ ଶାଗ ନେଇ ପୁଲା 1 ଦେଲେ। ଆଳୁ ସାରୁ କଦଳୀ ଯେ ବଡ଼ି ବାଇଗଣ ଦୁଧ ଦହି ଛେନା ଯେ ଶର୍କରା ଦେଲେ ପୁଣ। ଏବେ ଯେତେ ଇଚ୍ଛା ତେତେ ଭୁଞ୍ଜ ହୋ ବୋଇଲେ। ଗୃହେ ମହାଲକ୍ଷ୍ମୀ ଥାଇ ବିଚାର ଯେ କଲେ ରାନ୍ଧି ନ ଭୁଞ୍ଜିବେ ଯେବେ ଏଇ ଦୁଇ ଭାଇ ନାରୀଙ୍କୁ ପୁରୁଷ ଆଉ ଲୋଡ଼ିବେ କି ପାଇଁ। ଲକ୍ଷ୍ମୀ ଦେବୀ କାଠ ଖଣ୍ଡେ ହସ୍ତରେ ଧଇଲେ। ଅଗ୍ନିର ସ୍ତମନ ମନ୍ତ୍ର ଦେବୀ ପାଠ କଲାପି ଅଗ୍ନି ଦେବତା ତେଜ ନ ହୋଇବ। ହାଣ୍ଡି ନ ତାତିବ ଆଉ ପାଣି ନ ତାତିବ। ଯେତେ କାଠ ଜଳୁଥିବ ଭସ୍ମ ହୋଇଯିବ। କୁହୁଲି କରିନ ତହୁଁ ଧୂଆଁ ହେଉଥିବ। ହେମନ୍ତ ବୋଲିନ ଯେ କମଳା ଆଜ୍ଞା ଦେଲେ ସେହି ପ୍ରକାରେ ଅଗ୍ନି ଦେବତା ଯେ କଲେ। ସବୁ କାଠ ଯାକ ତହିଁ ଅଙ୍ଗାର ହୋଇଲା। ତେବେ ସୁଦ୍ଧା ଯେ କିଞ୍ଚିତେ ପାଣି ନ ତାତିଲା। ହଟି କମଲିନୀ ହଟ ଭିଆଇଲେ ଯେଣୁ ହାଣ୍ଡି ତଳେ କଳା ଟିକେ ନ ପଡ଼ିଲା ତେଣୁ। ସୁଗନ୍ଧ ତୈଳ ଦେବୀ ଦେଲେ ପଠିଆଇ। ଦାସୀ ମାନେ କହୁଛନ୍ତି ବ୍ରାହ୍ମଣଙ୍କୁ ଚାହିଁ ପାକ ସିଦ୍ଧି ହେଲା କି ନ ହେଲା। ପାକ ସିଦ୍ଧି ହେଲା କି ନ ହେଲା ଗୋସାଇଁ। ତୈଳ ଲଗାଇ ସ୍ନାନ କର ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ପାଣି ନ ତାତିଲା କି ପାକ କରିବୁ ବେଲ ଉଛୁର ହୋଇଲା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ ଅନ୍ନ ହୋଇଲା କି ନାହିଁ କହ ବେଗେ ତୁହି। ଜଗନ୍ନାଥ କହୁଛନ୍ତି ଶୁଣ ଆହି ଭାଇ ଅନ୍ନ କି ହୋଇବ ଟିକେ ପାଣି ତାତି ନାହିଁ। ବଳରାମ କହୁଛନ୍ତି ରେ ଅଧୁଆ ମହା ରାନ୍ଧି ନ ଜାଣି ତୁ ହେଉ ଅଛୁ ରନ୍ଧୁଣିଆ। ତୁହି ଆଡ଼ ହୁଅ ମୁହିଁ ରାନ୍ଧୁଅଛି ଯାଇ। ଅନ୍ନ ରାନ୍ଧିବାକୁ ଗଲେ ବ୍ରହ୍ମାଣ୍ଡ ଗୋସାଇଁ। ଫୁଙ୍କି ଫୁଙ୍କି ବଳରାମ ବିରକ୍ତ ହୋଇଲେ। କାଠ ଖଣ୍ଡେ ଘେଣି ଯେ ହାଣ୍ଡି ପିଟି ଦେଲେ। କ୍ଷୁଧାରେ ଯେ ଦୁଇ ଭାଇ ଆକୁଳ ହୋଇଲେ। କି ବୁଦ୍ଧି କରିବା ଜଗନ୍ନାଥଙ୍କୁ ବୋଇଲେ। ଜଗନ୍ନାଥ ବୋଇଲେ ତ ବୁଦ୍ଧି ଦିଶୁନାହିଁ। କ୍ଷୁଧାରେ ଆତୁର ହେଉ ଅଛି ମୋର ଦେହି। ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ ଜାତି ପଛେ ଯାଉ ତାର ଘରେ ଖାଉ ଭାତ। ଯେବେ ଏହା ଘରୁ ଭାତ ଆମ୍ଭଙ୍କୁ ନ ଦେବ ଆମ୍ଭ ଦୁଇ ଭାଇଙ୍କର ମରଣ ହୋଇବ। ଲେଉଟିଣ ଦାସୀ ଯାଇ ଲକ୍ଷ୍ମୀଙ୍କୁ କହିଲେ। ବ୍ରାହ୍ମଣ ତ ହାଣ୍ଡି ଭାଙ୍ଗି ଫୋଫଡ଼ାଇ ଦେଲେ। ଏହା ଶୁଣି ମହାଲକ୍ଷ୍ମୀ ମନେ ଚିନ୍ତା କଲେ କେତେ ଦୁଃଖ ଦିନ ବନ୍ଧୁ ଦୁହେଁ ଯେ ପାଇଲେ। ସୁବର୍ଣ୍ଣର ଚଟୁ ଗୋଟି ହସ୍ତରେ ଧଇଲେ। ରୋଷେଇ ଶାଳକୁ ଲକ୍ଷ୍ମୀ ଦେବୀ ବିଜେ କଲେ। ପ୍ରଥମେ ରାନ୍ଧିଲେ ମାଏ ବଗଡ଼ା ଯେ ଅନ୍ନ ମୁଗ ମଧୁ ରୁଚି କ୍ଷୀରି ନାନାଦି ବ୍ୟଞ୍ଜନ। ଆମ୍ବିଳ ସାଗର କଲେ କଦଳୀର ଭଜା ଅତି ଯତ୍ନେ କଲେ ମାଏ ତିଅଣ ଯେ ମଜା। 60 ପଉଟି ଯେ ରନ୍ଧନ କଲେ ଯାଇ ବଗଡ଼ା ଭାତ ମହିମା କଲନା ନ ଯାଇ। ଦୁଧ ପୁଲି କଲେ ମାଏ ଘୃତ ପୁଲି କଲେ ଅତି ଯତନରେ ମାଏ ସର ପୁଲି କଲେ। ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରାହ୍ମଣଙ୍କୁ ରୁଚି।
ବଡ଼ିର ମହୁର କଲେ ପକାଇନ ସାଚି ସହସ୍ର ଆଟିକା ରାନ୍ଧି ଦ୍ରବ୍ୟ ସମ୍ବାଦିଲେ ଯେ ଯାହା ସ୍ଥାନରେ ଯତ୍ନେ ରଖାଇନ ଦେଲେ କର୍ପୂର ଛେନା ଶର୍କରା ସମସ୍ତ ଗୋଳାଇ 60 ପଣା ରଖିଲେ ତହିଁ ରଙ୍ଗବାଣ ପଇଡ଼ସ ଗତେ ସେନା ପଣା ଓଦା ମିଶା କରି ଯେନ ବାତ ଖଣ୍ଡ ଛେନା ଲକ୍ଷ୍ମୀଙ୍କର ପାକ ଗୁଣ କେ କହିପାରିବ କ୍ଷଣକ ମଧ୍ୟରେ ମାଏ ସଜାଡ଼ିଲେ ସର୍ବ ସବୁଥିରୁ ଖଣ୍ଡିଏ ଖଣ୍ଡିଏ ରଖିଥିଲେ ଭୋଜନ ଶେଷରୁ ପୋଡ଼ ପିଠାଏ ରଖିଲେ ପୋଇଲେ ଦାସୀଙ୍କି କର ଅଙ୍ଗମରୋଦନ ବ୍ରାହ୍ମଣ ବୋଲି ନ ମନେ ନ ପାଞ୍ଚିବ ଭିନ୍ନ ବ୍ରାହ୍ମଣ ମାନଙ୍କ ମୁହିଁ ଅଟେ ନିଜ ଦାସୀ ଶୁଣିନ ଆନନ୍ଦେ ଚଳିଗଲେ ସବୁ ଦାସୀ ଦାସୀ ମାନେ କହୁଛନ୍ତି ସୁବେଦୀ ଗୋସାଇଁ ସ୍ନାନ କର ବେଗେ ଅଙ୍ଗ ମରଦନ ହୋଇ ତହୁଁ ସୁବାସ ଜଳରେ ତୁହେଁ ସ୍ନାନ କଲେ ଅଙ୍ଗ ପୋଛିବାକୁ ଦାସୀ ଗାମୁଛାଇ ଦେଲେ ପିନ୍ଧିବାକୁ ପିତାମ୍ବର ପାଟ ଆଣି ଦେଲେ ସୁବେଶ ହୋଇ ଦୁଇ ଭାଇ ଯେ ବସିଲେ ବଳରାମ କହୁଛନ୍ତି ଶୁଣରେ କହ୍ନାଇ ହେମନ୍ତ ପ୍ରକାରେ ମାନ୍ୟ କରେ କେଶ ପାଇଁ ଏହା ଘରେ ପୁରୁଷ ତ ଜଣେ ଦେଶ ନାହିଁ ଶୁଳି ଦେବା ପ୍ରାୟ ଏହି ବିଚାର ଦେଶ ଚାଲ ଏବେ ପଳାଇନ ଏହିଠାରୁ ଯିବା କ୍ଷଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ ଏ ଘରର କର୍ତ୍ତା ହୋଇବେ ଆପଣ ବଳରାମ କହୁଛନ୍ତି ଶୁଣ ଏ କହ୍ନାଇ ଏମନ୍ତ କହିବା ତୋର ଉଚିତ ନୁହଁ ଗୃହ ପରିଷ୍କାର ଦେବେ ସ୍ୱହସ୍ତରେ କଲେ ଗନ୍ଧ ଯେ ଚନ୍ଦନ ମାଇ ଛଡ଼ା ପକାଇଲେ ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନା ଝରି ହାତ ଧୁଆ ପାଦ ଧୁଆ ସୁସଜ୍ଜିତ କରି ମଣୋହି କରିବା ବିଧି ଯେମନ୍ତ ଭିଆଣ ସୁବର୍ଣ୍ଣର ପୀଠ ତହିଁ କଲେ ନିର୍ମାଣ ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁ ବେଗ କରି ପ୍ରଭୁଙ୍କୁ ଲୋ ଘେନି ଆସ ଯାଏ ଏହା ଶୁଣି ଦାସୀ ମାନେ ବେଗେ ଚଲିଗଲେ ବ୍ରାହ୍ମଣଙ୍କ ପାଖେ ଯାଇ ପ୍ରବେଶ ହୋଇଲେ ବିନୟରେ କହୁଛନ୍ତି ବ୍ରାହ୍ମଣ ଗୋସାଇଁ ଭୋଜନ କରିବ ଚାଲ ସ୍ଥାନ ଅଛି ହୋଇ ବଳରାମ କହୁଛନ୍ତି ଶୁଣରେ କହ୍ନାଇ ନାରୀ ଏ ଜଣେ ପୁରୁଷ କେହି ଏଥି ନାହିଁ ଭିତରକୁ ଯିବା ଆମ୍ଭ ଉଚିତ ନୁହଁ ପତ୍ର 2 ଖଣ୍ଡ ତୁମ୍ଭେ ଆଣ ବେଗେ ଯାଏ ଜଗନ୍ନାଥ କହୁଛନ୍ତି ଶୁଣ ଭାଇ ତୁମ୍ଭେ ଏ ଘରର କର୍ତ୍ତା ହୋଇବା ଯେ ଆମ୍ଭେ କିମ୍ପା ତୁମ୍ଭେ ଭୟ କରୁଅଛ ଜ୍ୟେଷ୍ଠ ଭାଇ ଦାତା ଦେଉ ଅଛି ଆମ୍ଭେ ଛାଡ଼ିବା କିମ୍ପାଇଁ ଭୟେ ବଳରାମ ସେଠା ବରୁ ନ ଉଠନ୍ତି ହସ୍ତ ଧରି ଘେନି ଗଲେ କମଳାଙ୍କ ପତି ଠାବ ସଞ୍ଚାରେ ଯେ ବଳରାମ ନ ବସନ୍ତି ହସ୍ତ ଧରି ବସାଇଲେ ଦେବ ଶ୍ରୀପତି କମଳିନୀ କହୁଛନ୍ତି ତୁଳସୀ ବ୍ରାହ୍ମଣୀ ଦେଢ଼ଶୁର ମୋର ଯେ ଅଟନ୍ତି ହଳ ପାଣି ତାହାଙ୍କୁ କେମନ୍ତେ ଅନ୍ନ ମୁହିଁ ଦେବି ନେଇ ଭିତରେ ଥାଇଣ ମୁଁ ଯେ ଦେବଇ ବଢ଼ାଇ ବଡ଼ ସାନ ବୋଲି ଆଗ ପଚାରିବୁ ଯାଇ ବଡ଼ଠାରେ ଆଗ ଅନ୍ନ ପରସିବୁ ନେଇ ଅନ୍ନ ଥାଳି ନେଇ ବେଗେ ବ୍ରାହ୍ମଣୀ ଓଇଲା ବଡ଼ ସାନ କେଉଁ ପଣ୍ଡା ବୋଲି ପଚାରିଲା ବଳରାମ ବୋଲୁଛନ୍ତି ହୋଇଲୁ କି କାଣି ବଡ଼ ସାନ କିଏ ତୋତେ ନ ଦିଶଇ ପୁଣି ଆମ୍ଭେ ବଡ଼ ବୋଲିନ ଯେ ବଳରାମ କହି ବ୍ରାହ୍ମଣୀ ବୋଇଲେ କୋପ କଳ କି ଗୋସାଇଁ ପ୍ରଥମ ଥାଳିର ଅନ୍ନ ବଳରାମେ ଦେଲା ଭିତରକୁ ଆଉ ଅନ୍ନ ଆଣିବାକୁ ଗଲା ଆଉ ଏକ ଥାଳି ଅନ୍ନ ଆଣିଲା ବେଳକୁ 4 ଗ୍ରାସରେ ଖାଇଲେ ବଳରାମ ତାକୁ ଅନ୍ନ ଥାଳି ଘେନି କରି ବ୍ରାହ୍ମଣୀ ଓଇଲା ଏ ପଣ୍ଡାର ଅନ୍ନ ଯାକ
କିଏ ଘେନି ଗଲା। ବଳରାମ ବୋଇଲେ କ୍ଷୁ ଅର୍ଥାର୍ଥ ହୋଇଥିଲ। ଆଗ କରି 4 ଗ୍ରାସ ବେଗେ ଖାଇଦେଲ। ହସିଲା ବ୍ରାହ୍ମଣୀ 2 ଭାଇଙ୍କୁ ନାହିଁ। କୁଟୁମ୍ବ ମାରିବା ପ୍ରାୟ ଦିଶୁଛ ଗୋସାଇଁ। ପୁତ୍ର ଭାରିଜା କି ତୁମ୍ଭ ଦୁହିଁଙ୍କର ନାହିଁ। ପେଟ ଲାଗି ବୁଲୁଅଛ ଦେଶ ଦେଶ ହୋଇ। ସହସ୍ର କାନ୍ଦି କଦଳୀ ରଖିଦେଲେ ନେଇ। 60 ନଉତି ପଣା ବେଗେ ଦେଲେ ଥୋଇ। ଯେଉଁପରି ପ୍ରଭୁଙ୍କର ମନକୁ ରୁଚଇ ସେହିପରି କମଳିନୀ ଦିଅନ୍ତି ପଠାଇ। ଭୋଜନ ଶେଷକୁ ଯେ ବୋଳନ୍ତି ବଳରାମ। ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଛି ଉତ୍ତମ। ଜଗନ୍ନାଥ କହୁଛନ୍ତି ବଳରାମ ଭାଇ। ଲକ୍ଷ୍ମୀ ଛାଡ଼ି ଲକ୍ଷ୍ମୀ ପରି ଭାର୍ଯ୍ୟାକୁ ପାଇବି ଆଉ କାହିଁ। ଲକ୍ଷ୍ମୀଙ୍କୁ ଭର୍ସନା କରି ଦେଲ ଘୋଡ଼ାଇ। ବାହାରି ଗଲେ ସେ ତାଙ୍କ ଇଚ୍ଛା ହେଲା ଜହିଁ। ଏମନ୍ତ ସମୟରେ ପୋଡ଼ ପିଠା ଦେଲେ ନେଇ। ଜଗନ୍ନାଥ କହୁଛନ୍ତି ବଳରାମ ଭାଇ। ମୋର ମନ କଥାକୁ ଯେ ଲକ୍ଷ୍ମୀ ଜାଣିଥାଏ। ଭୋଜନ ଶେଷକୁ ପୋଡ଼ ପିଠାଏ ଦିଅଇ। ଭୋଜନ ସାରିଣ ପ୍ରଭୁ ଆଚମନ କଲେ। କର୍ପୂର ତାମ୍ବୁଳ 2 ଭାଇ ଭୁଞ୍ଜିଲେ। ବାହାର ମେଳାରେ ପ୍ରଭୁ ବିଏ କଲେ ଯାଇ। ଗବାକ୍ଷ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ। ପଚାର ପଚାର ଦାସୀ ପଚାର ଲୋ ଯାଇ। ବିଭା ହୋଇ ଅଛନ୍ତି କିଏ ପଣ୍ଡା 2 ଭାଇ। ଏହା ଶୁଣି ଦାସୀ ମାନେ ବେଗେ ଚଳି ଗଲେ। ବ୍ରାହ୍ମଣଙ୍କ ନିକଟରେ ପ୍ରବେଶ ହୋଇଲେ। ପୁତ୍ର ଭାରିଜା ଅଛି କେ ନାହିଁ ତୁମ୍ଭ ଘର। କେଉଁ ରାଜ୍ୟ ବାଡ଼ି ବୃତ୍ତି ଶାସନ ତୁମ୍ଭର। ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୋହି। ବିବାହ ହେବାକୁ ଦ୍ରବ୍ୟ ଆମ୍ଭର ଯେ ନାହିଁ। ଗୁଆବାଡ଼ି ଶାସନ ପାଇବୁ ଆମ୍ଭେ କାହିଁ। ଲକ୍ଷ୍ମୀ ପରି ଭାର୍ଯ୍ୟାକୁ ଯେ ଦେଲୁ ଘଉଡ଼ାଇ। କପାଳ ମନ୍ଦ ଆମ୍ଭର 2 ଭାଇ ବୋଲ। ଲକ୍ଷ୍ମୀ ଘଉଡ଼ାଇ ଆମ୍ଭେ ଏ ଦୁଃଖ ପାଇଲ। ଦାସୀଏ ବୋଇଲେ ପଣ୍ଡା ହୋଇଲ କି ବାଇ। ନାରୀ କି ଛାଡ଼ିଲେ ପୁଂସ ଦରିଦ୍ର କି ହୋଇ। ଗୋବିନ୍ଦ ବୋଲନ୍ତି ଆମ୍ଭେ କହୁଅଛୁ ଶୁଣ। କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟ ବର୍ଦ୍ଧନ। କେଉଁ ନାରୀ ଥିଲେ ବଂଶ ନିପାତ ହୁଏ। କେଉଁ ନାରୀ ଥିଲେ ବାସୀ ପେଜନ ମିଳଏ। କେଉଁ ନାରୀ ଥିଲେ ଶାଢ଼ୀ ସୁନା ବଳା ପାଇ। କେଉଁ ନାରୀ ଅଲକ୍ଷଣୀ ଘରକୁ ଭାଙ୍ଗଇ। ତୁମ୍ଭ ସାନ୍ତାଣୀକୁ ଗୋ ପଚାର ତ ଯାଇ। ଦାସୀ କହି ବାତୁଳ କିଏ ହୋଇଲ ଗୋସାଇଁ। କ୍ଷୁଧା ଲାଗୁଥିଲା ଏବେ ଭାତ ତ ଖାଇଲ। ଆମ୍ଭ ସାନ୍ତାଣୀକୁ ଯା ପଚାର ବୋଇଲ। ବଳରାମ ବୋଇଲେ ଏ ମୋର ପିଲା ଭାଇ। ତୁମ୍ଭ ସାନ୍ତାଣୀ ଆଗେ ଜଣାଇବ ନାହିଁ। ଜଗନ୍ନାଥ କହୁଛନ୍ତି ଭୟ କାହିଁ ପାଇଁ। କିଛି ନ ବିଚାର ଆହି ବଳରାମ ଭାଇ। ଲକ୍ଷ୍ମୀଙ୍କର ଗୃହ ସିନା ଅଟଇ ଯେହି। ଏଠାରେ ଆପଣ ଭୟ କର କିସ ପାଇଁ। ବଳରାମ ବୋଲୁଛନ୍ତି ବାବୁ ଚକ୍ରଧର। ତୁମ୍ଭେ ଯାଇ ହସ୍ତଧର ମହାଲକ୍ଷ୍ମୀଙ୍କର। ଆମ୍ଭେ ଦୋଷ କଲୁ ବୋଲି କହ ତାଙ୍କୁ ଯାଇ। ଯହିଁ ଇଚ୍ଛା ତହିଁ ଯାଅ ଆମ୍ଭ ମନା ନାହିଁ। ଯେତେବେଳେ ବଳରାମ ଏମନ୍ତ କହିଲେ ଭିତର ପୁରକୁ ପ୍ରଭୁ ନିଜେ ବିଜେ କଲେ। ଧୀରେ ଧୀରେ ଭିତରକୁ ଗଲେ ପିତ ଆସ। ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ। ପାଣି ଝରି ଘେନି କରି କମଳା ହୋଇଲେ। ଦର ଆସେ ପ୍ରଭୁଙ୍କର ମୁଖକୁ ଚାହିଁଲେ। ଅତି ଯତନରେ ଦେଲେ ପାଦ ପଦ୍ମ ଧୋଇ। থোকায়ে পাদোদকে মস্তকে লগায়ে
କିଛି ପାଦୋଦକ ଲକ୍ଷ୍ମୀ ଗର୍ଭକୁ ଖେପିଲେ। ପଞ୍ଚବର୍ଣ୍ଣ ପୁଷ୍ପେ ପଦ୍ମ ପାଦ ପୂଜା କଲେ। ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୁଙ୍କୁ ଅନାଇ, ଚଣ୍ଡାଳୁଣୀ ବୋଲି ମୋତେ ଦେଲ ଘଉଡ଼ାଏ। ଚଣ୍ଡାଳୁଣୀ ଘରେ ଏବେ ବୁଞ୍ଜିଲ ଗୋସାଇଁ, ଚଣ୍ଡାଳ ବିଟାଳ ହେଲ ଦୁଇ ଗୋଟି ଭାଇ। ଧିକ ତୁମ ବଡ଼ପଣ ଧିକ ତୁମ କଥା, ପଡ଼ୁ ତୁମ୍ଭର ପ୍ରତିଜ୍ଞା ଧିକ ତୁମ୍ଭ ଭ୍ରାତା। ମହାଲକ୍ଷ୍ମୀ ଏ ପ୍ରକାରେ ବହୁ ଧିକ୍କାରିଲେ। କାଳିୟ ଗଞ୍ଜନ ଶୁଣି କିଛି ନ କହିଲେ। ମହାମାୟୀ ବୋଇଲେ ହେ ଶୁଣ ମୋ ବଚନ, ମୋରେ କିସ କାର୍ଯ୍ୟ ତୁମ୍ଭେ କହ ହେ ବହନ। କିଛି କ୍ଷଣ ଉତ୍ତାରେ ବୋଇଲେ ଜଗନ୍ନାଥ, ଏବେ ମନୁମାନ ତେଜ ଜଗତର ମାତ। ଅକାରଣେ ଏତେ କଥା କୁହ ପ୍ରାଣ ସହି, ଆମ୍ଭର ପ୍ରାର୍ଥନା ଆମ୍ଭ ସଙ୍ଗେ ଯିବା ପାଇଁ। ବଡ଼ ହେଲେ କିସ ହେଲା ଗୌରବ ଗଞ୍ଜିଲ, ରବି ତଳେ ସବୁ ଯୁଗେ ସୁଯଶର ଖିଲ। ତୁମ୍ଭ ଯୋଗୀ ଆମ୍ଭେ କଷ୍ଟ ପାଇଲୁ ବହୁତ, ଆମ୍ଭେ ଭିକ୍ଷା ମାଗିବାର ଜାଣିଲେ ଜଗତ। ତୁମ୍ଭ ଜୟ କୀର୍ତ୍ତି ଏବେ ଜଗତିର ହିଲା, ଆମ୍ଭଙ୍କୁ ଅନ୍ନ ଦେବାର ଜଗତ ଶୁଣିଲା। ଗୁରୁବାର ଦିନ ଯେ ପୁରାଣ ଶୁଣିବ, ଜନ୍ମ ଜନ୍ମାନ୍ତର ପାପ ତାର କ୍ଷୟ ହେବ। ଲକ୍ଷ୍ମୀ ପୂଜା ଦିନ ଏହା ଯେ ନାରୀ ଗାଇବ, ଇହ ଜନ୍ମେ ପତିବ୍ରତ ବୈକୁଣ୍ଠକୁ ଯିବ। ଯେବେ କେଉଁ ନାରୀ ଏହା ମୁଖେ ବୁଝାଇବ, ତାହାର ସୁକୃତ ଆଉ କେ କହିପାରିବ। ଏତେ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ, ଜଗତ ମାତା ବୋଇଲେ ତୁମ୍ଭେ କର ସତ୍ୟ। ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ, ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ। ହାଡ଼ିର ହସ୍ତ ବ୍ରାହ୍ମଣ ଛଡ଼ାଇ ଖାଇବେ, ବ୍ରାହ୍ମଣ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ। ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ, ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ। ହେଉ ହେଉ ବୋଲେ ଆଜ୍ଞା ଦେଲେ ମହାବାହୁ, ଯୁଗେ ଯୁଗେ ଲକ୍ଷ୍ମୀ ଗୋ ତୁମ୍ଭର ଯଶ ରହୁ। ଲକ୍ଷ୍ମୀଙ୍କ ହସ୍ତ ଧରିଣ ଜଗନ୍ନାଥ ନେଲେ, ବଡ଼ ଦେଉଳକୁ ପ୍ରଭୁ ବିଜେ କରି ଗଲେ। ଲକ୍ଷେ ଚନ୍ଦ୍ର ଉଦିଆ ଯେ ଛାମୁରେ ଜଳଇ, ଦେଉଳକୁ ବିଜେ କଲେ ବ୍ରହ୍ମାଣ୍ଡ ଗୋସାଇଁ। ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା, ବ୍ରହ୍ମା ଡାକୁଛନ୍ତି ଦେବ ଗୁହାରି ଶୁଣିମା। ବରୁଣ କୁବେର ଯେ ହସ୍ତରେ ବେତ ଧରି, ନୃତ୍ୟ କରୁଥିଲେ ତହିଁ ସ୍ୱର୍ଗ ପସରେ। ବ୍ରହ୍ମା ଯେ ମେନକା ଆଦି ଆଉ ଚିତ୍ରଲେଖା, ତୁଳସୀ ମାଳତୀ ଆଉ ଅନ୍ୟାନ୍ୟ ରସିକା, ଚଞ୍ଚଳା ଦେ ମଦାଲସିଆ ବର ସୁଶୀଳା। ନୃତ୍ୟ ଆରମ୍ଭନ୍ତି ତୁଷ୍ଟ ହୋଇ ସେ ଅବଳା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଘରକୁ ଘରଣୀ ସିନା ସୁନ୍ଦର ଦିଶଇ। ଯେତେବେଳେ ଦାଣ୍ଡେ ଯାଉଥିଲୁ ଦୁଇ ଭାଇ, ଚୋର ଖଣ୍ଟ ବୋଲି ଦେଉଥିଲେ ଘଉଡ଼ାଇ। ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ, ଲକ୍ଷ୍ମୀ ଏଡ଼େ ବଡ଼ ବୋଲି ଏବେ ଜାଣିଲ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଘରକୁ ଘରଣୀ ସିନା ସୁନ୍ଦର ଦିଶଇ। ଯେତେବେଳେ ଦାଣ୍ଡେ ଯାଉଥିଲୁ ଦୁଇ ଭାଇ, ଚୋର ଖଣ୍ଟ ବୋଲି ଦେଉଥିଲେ ଘଉଡ଼ାଇ। ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ, ଲକ୍ଷ୍ମୀ ଏଡ଼େ ବଡ଼ ବୋଲି ଏବେ ଜାଣିଲଇ। ଲକ୍ଷ୍ମୀ ଦେବୀ ବିଜେ କଲେ ତାଙ୍କ ମନ୍ଦିରକୁ, ଜଗନ୍ନାଥ ବିଜେ କଲେ ବଡ଼ ଦେଉଳକୁ। ଦାସୀ ପରିବାର ଆଦି କରି ଯେତେ ଥିଲେ, ଲକ୍ଷ୍ମୀ ଅଇଲାରୁ ସେ ସମସ୍ତ ଯେ ଅଇଲେ। ଲକ୍ଷ୍ମୀଙ୍କୁ ପାଇ ନ ଦେବ ଗୋବିନ୍ଦ ଆନନ୍ଦ, ସଂସାରରେ ସେହି ମତେ କଲେ କମୁକୁନ୍ଦ। ଶୁଣିଲେ ନାରଦ ଏହି ପୁରାତନ ଆଖ୍ୟା, ଯାହା ଅପ୍ରସନ୍ନେ ପ୍ରଭୁ ମାଗିଲେ ଯେ ଭିକ୍ଷା।
ଛାର ଚଣ୍ଡାଲୁଣୀ ହୋଇ ସୂର୍ଯ୍ୟ ଭୋଗ କଲା ଲକ୍ଷ୍ମୀଙ୍କର ସୁଦୟାରୁ ଇମନ୍ତ ହୋଇଲା ଏ ପୁରାଣ ପଢ଼ିଲେ ଯେ ସର୍ବସିଦ୍ଧି ହୁଏ ସୂର୍ଯ୍ୟୋଦୟ ତମ ସମ ପାପ କ୍ଷୟ ଯାଏ ଏ ପୁରାଣ ଯେଉଁମାନେ ପଢ଼ନ୍ତି ଶୁଣନ୍ତି ଲକ୍ଷେ କୋଟି ଗୋଦାନର ଫଳ ସେ ଲଭନ୍ତି ଏ ପୁରାଣ ଅଟୋଇ ଯେ ମୁକ୍ତିର ପଥ ଏହା ଫଳ କଥନରେ କେହେବ ସମର୍ଥ ଲକ୍ଷ୍ମୀଙ୍କ ପୁରାଣ ଏହୁ ସମ୍ପୂର୍ଣ୍ଣ ହୋଇଲା ଭାବେ ବଳରାମ ଦାସ ଗୀତରେ ଗାଇଲା ଇତି ଶ୍ରୀ ଲକ୍ଷ୍ମୀ ପୁରାଣ ସମ୍ପୂର୍ଣ୍ଣମ୍ ଭୀମସ୍ୟାପି ଋଣଭଙ୍ଗେ ମୁନିରପି ଭ୍ରମମ୍ ଯଦି ଶୁଦ୍ଧମ୍ ଅଶୁଦ୍ଧମ୍ ବା ମମ ଦୋଷ ନ ବେଦ୍ୟତେ।